ओके। तो ସମସ୍ତେ ନିଜ ନିଜ ଭିଡିଓ ଏବେ ଅନ୍ କରିନିଅ। ଫାର୍ଷ୍ଟ ସମସ୍ତେ ନିଜ ନିଜ ଭିଡିଓ ଏବେ ଅନ୍ କରିନିଅ। ଦେନ୍ ଆଜିର ଟପିକ କଣ ସମସ୍ତେ ଟିକେ ଚାଟ୍ ସେକ୍ସନରେ ରିପ୍ଲାଏ ଦେଇଦିଅ ମତେ। ଓକେ, ଆଜିର ଟପିକ କଣ ସମସ୍ତେ ଟିକେ ଚାଟ୍ ସେକ୍ସନରେ ରିପ୍ଲାଏ ଦବ। ଆଜିର ଟପିକ କଣ? ହାଉ ଟୁ ହ୍ୟାଣ୍ଡଲ ଅବଜେକ୍ସନ। ଓକେ। ଦେନ୍ ଆମର ଏବେ ଭାଇ ମତେ କୁହ, ତୁମେ ତ ଫାର୍ଷ୍ଟରୁ ତୁମ ପ୍ରସ୍ପେକ୍ଟ ମାନଙ୍କୁ ବୁଝେଇଦେଲ କି ତାଙ୍କୁ ମିଟିଂ ପାଇଁ ନେଇ ଆସିଲ। ଓକେ। ମେନ୍ ଟାଇମ ଆମର କେତେବେଳେ ଆସେ? ଯୋଉ ଟାଇମରେ ଆମେ ସେଲ୍ କ୍ଲୋଜ କରନ୍ତି, ସେଇଟା ହିଁ ଆମର ମେନ୍ ଟାଇମ। କି ଯେତେ ଆମେ ସେଲ୍ କ୍ଲୋଜ କରିବା ସେଇ ଅନୁସାରେ ଆମର ଆର୍ନିଂ ହବ ନା। ତ ଯଦି ସେଲ୍ କ୍ଲୋଜ ନ କରି ପାରୁଛନ୍ତି ତାହେଲେ ଆର୍ନିଂ ହବନି। ତ ସେଲ୍ କ୍ଲୋଜ ଟାଇମରେ ବହୁତ ପ୍ରକାର ଅବଜେକ୍ସନ ଆସେ। ଓକେ। ସେଇ ଟାଇମରେ ଆମର କଣ କରିବାର ଅଛି? ଗୋଟେ ଲୋକ ତୁମ ପାଖକୁ ଫୋନ କଲା କି ତୁମର ସେ ମିଟିଂ ଆଟେଣ୍ଡ କରିନେଲା। ଦେନ୍ ତୁମେ ତାକୁ କହିଲ କି ଭାଇ ତୋର ଅବଜେକ୍ସନ କିଛି ରହିଲା କି, କିଛି ଡାଉଟ୍ସ ରହିଲା କି, କେମିତି ତୁମର ତାକୁ ପ୍ରସ୍ପେକ୍ଟକୁ କେମିତି ମାନେ କଲ୍ କରିବାର ଅଛି ସେଇଟା ତମକୁ ଜଣାଥିବ। ତ କିଛି ଭାଇ ଡାଉଟ୍ସ ରହିଲା କି, ଦେନ୍ ସେ ତୁମର ଯାହା ବି ଡାଉଟ୍ସ ପଚାରିବ ତାକୁ କ୍ଲିୟର କଲ। ଦେନ୍ ଯୋଉଟା କି ଆସିଲା ଅବଜେକ୍ସନ, ଯେମିତି କି କିଛି ଡାଉଟ୍ସ, ସେମିତି ଆମକୁ ତାକୁ ହ୍ୟାଣ୍ଡଲ କେମିତି କରିବାର ଅଛି। ଓକେ। ଫାର୍ଷ୍ଟ ମାନେ ମୁଁ ଏଇଟା କହିବି କି ଲୋକଙ୍କର କିଛି ମାନେ କିଛି ଟାଇପ୍ସ ଥାଏ। ଓକେ। କିଛି ଟାଇପ୍ସ ଲୋକ ଥାନ୍ତି। ତାଙ୍କ ଟାଇପ୍ସ କଣ ନା, କିଛି ଥାନ୍ତି ଯିଏ କି ମାନେ ପାର୍ଟି ଲଭର ଥିବେ, କି କିଏ ଆନାଲିଟିକାଲ ଲଭର ଥିବେ, କିଏ ନେଗେଟିଭ ବି ଥିବ। ଯେମିତି କି କିଏ ସୁଧୁରି ମାନେ କିଛି ବି ବିଜନେସ କରିନଥିବେ ବଟ ସେମାନେ କହିବେ ହଁ ଭାଇ ମୁଁ ଏଇଠି କରିଥିଲି, ଏଇ ୱାର୍କ ଟା କରିଥିଲି, ବଟ ଏଇ ଜାଗାରେ ମୁଁ ଫେଲୁଅର ହେଇଗଲି, ଏମିତି ହେଲି। ସେ ମାନେ କିଛି ବି କରିନଥିବେ, ସେତେବେଳେ ତୁମର କହିବେ କି ଆମେ ଏଇଠି ହିଁ କରିଥିଲୁ, ଏଇଆ କରିଥିଲୁ, ଏଇ ସବୁ କରିଥିଲୁ। ତ ସେତେବେଳେ ତାଙ୍କର ସେତେବେଳେ ତାଙ୍କୁ ଦି ପ୍ରକାର ସେଇଠି ବିଭକ୍ତ କରିବ। ଠିକ ଅଛି, ନିଜ ମାଇଣ୍ଡ ରେ ଦି ପ୍ରକାର ଭାବି ନବ। କଣ ନା, ଫାର୍ଷ୍ଟ ଦେଖ ଭାଇ, ଗୋଟେ ପ୍ରକାର ଲୋକ ଆମର ଯେମିତି ଥାନ୍ତି କିଛି ବ୍ରାଣ୍ଡ ପ୍ରମୋଟର, ମାନେ ଯେମିତି କି ତାଙ୍କୁ ଏମିତି ବୁଝେଇବ ଭାଇ ଦେଖ, ଦୁନିଆରେ ଦି ପ୍ରକାର ଲୋକ ଥାନ୍ତି। ଯେମିତି ତୁ ଗୋଟେ ଭାବ, ଅମିତାଭ ବଚ୍ଚନ କଥା ମୁଁ କହିବି। ସେ କଣ କରୁଛନ୍ତି ନା, ଯେମିତି ନବରତ୍ନ କୁଲ ତେଲ ଯୋଉ ତେଲକୁ ଯୋଉଟା କି ଯାହାର ପ୍ରାଇସ୍ ଟଙ୍କାଟିଆ ପକେଟ ରେ ବି ମିଳୁଛି, ତ ତାକୁ ବି ସେମାନେ ସେ ପ୍ରମୋଟ କରିକି ସେ ଆର୍ନିଂ କରୁଛନ୍ତି ସେଥିରୁ। ସେ ଆର୍ନିଂ କରୁଛନ୍ତି। ଦେନ୍ ଆଉ ଗୋଟେ ଲୋକ କଣ ଭାବି ପାରିବ ନା, ଯୋଉଟା କି ଆମେ ପୂର୍ବରୁ ମାନେ ମୂଳରୁ ପ୍ରମୋଟ କରିକି ଆସୁଛନ୍ତି। ଓକେ। ମୂଳରୁ ମାନେ କଣ, ଯେମିତି କି ଛୋଟବେଳେ ଏଇ ଜାଗାରେ ଆମ ଅଷ୍ଟମ ନବମ ପିଲାଙ୍କ କଥା ମୁଁ କହୁଛି। ଅଷ୍ଟମ ନବମ ପିଲାଙ୍କର ମେନ୍ କଣ, ନାରୋ ପ୍ୟାଣ୍ଟ, ଯେମିତି ଜିନ୍ସ, ନାରୋ ଜିନ୍ସ କି ଏଇ ଦର୍ଜି ମୋର ବହୁତ ଭଲ ସିଲେଇ କଲା, ତ ତା ନାଁରେ ପ୍ରମୋଟ କରିଦେଲେ। ତ ଏଇ ଦୋକାନ ନା ଏତିକି ଟଙ୍କାରେ ମତେ ଜିନିଷ ଦେଲା, ତା ନାଁରେ ବି ପ୍ରମୋଟ କରିଦେଲେ। ଭାଇ ସେଇଠି ତାଙ୍କୁ କ୍ୱେଶ୍ଚନ କରିବେ, ଭାଇ ତୁମେ ଦି ପ୍ରକାର ଭିତରୁ କୋଉଟା ଭାବିବାକୁ ଚାହୁଁଛ ତୁମେ? ସେ ମାନେ ଅଫକୋର୍ସ ସେ କହିବ ସେକେଣ୍ଡ ଟାଇପ ଟା ମୁଁ ଚୁଜ କରିବି, କାହିଁକି ନା ମୁଁ ଛୋଟ ବେଳୁ ସେ ସବୁ କରିକି ଆସୁଛି। ତ ଫାର୍ଷ୍ଟ ଟାଇପ ଟା ମୁଁ ଏଇଟା କରିନାହିଁ। କାହିଁକି ନା ସେମାନେ ଦେଖ, ସେମାନେ ଯୋଉମାନେ କି ବଡ ବଡ ଆକ୍ଟ୍ରେସ କିମ୍ବା ଯାହା ବି ହୁଅନ୍ତୁ, ସେମାନେ କଣ କରନ୍ତି ନା, ତାଙ୍କୁ ଫାଷ୍ଟ ସବୁ କିଛି ମାନେ ଯେମିତି ପଇସା ପେମେଣ୍ଟ କରାଯାଏ ତାଙ୍କୁ। ତାଙ୍କର ଆଡର ତାଙ୍କର ଯୋଉ ପ୍ରମୋସନ ଆପ୍ ପ୍ରମୋସନ କରିବେ କି ମାନେ ଯୋଉ ବି ପ୍ରମୋସନ କରନ୍ତୁ, ସେମାନଙ୍କର କିଛି ନା କିଛି ତାଙ୍କୁ ପେମେଣ୍ଟ କରାଯାଏ। ତ ଏଠି କଣ ହଉଛି ନା, ତୁମେ ଯେକୌଣସି ଉପରେ ପ୍ରମୋଟ କରିପାରିବ, ଏମିତି ତମକୁ ବୁଝେଇବାର ଅଛି। ଭାଇ ତୁମେ ଯେକୌଣସି, ତୁମେ ଯୋଉ ଜିନିଷଟା ପ୍ରଥମରୁ ଶିଖିକି ଆସୁଛ ନା, ସେଇ ଜିନିଷଟା ତୁମକୁ ଶିଖେଇବାର ଅଛି ତାଙ୍କୁ, ବୁଝେଇ ମାନେ ତାଙ୍କୁ ପ୍ରମୋଟ କରିବାର ଅଛି। ଓକେ। ଦେନ୍ ସେଇଠି ତାଙ୍କୁ ସେଇଠି କହିବ, ଭାଇ ମୁଁ ଆମର ଯୋଉ ମାର୍କେଟିଂ ଟା କରୁଛୁ, ତତେ ମୁଁ ଆମ ମାର୍କେଟିଂ ବିଷୟରେ କିଛି ବୁଝେଇ ଦଉଛି। କି ଆମ ମାର୍କେଟିଂ ଏମିତି ନୁହେଁ କି ଯେମିତି କି ଚୁଇଙ୍ଗମ ମାର୍କେଟିଂ। ଚୁଇଙ୍ଗମ ମାର୍କେଟିଂ କଣ ଭାଇ, ମୁଁ ତୁମକୁ କହିଦଉଛି। ଓକେ। ଚୁଇଙ୍ଗମ ମାର୍କେଟିଂ ଏଇଟା କି ମାନେ ଯୋଉଟା କି ଲୋକକୁ ଲୋକ ଜଏଣ୍ଟ ହେଇଯାନ୍ତି, ଯେମିତି କି ଚୁଇଙ୍ଗମ ଗୋଟେ ଧର ରାସ୍ତା ପଡୁଛି, ତୁମେ ତା ମାନୁଛ ସେ ପୁରା ଜଏଣ୍ଟ ହେଉଛି, ତ ଲୋକକୁ ଲୋକ ଜଏଣ୍ଟ ହେଇଯାନ୍ତି, ସେଇଟା ହଉଛି ଚୁଇଙ୍ଗମ ମାର୍କେଟିଂ। ଓକେ। ତାକୁ କହିବ ଭାଇ ତୁ 18 ବର୍ଷର ପିଲା। ଓକେ। ତୁ 18 ବର୍ଷର ପିଲା, ଲୋକଙ୍କ ସହିତ ତତେ ଜଏଣ୍ଟ ହବା ତତେ ଭଲ ଲାଗିବ,
ନା ଲୋକ ଯେମିତି ତୋ ସହିତ ଜଏଣ୍ଟ ହେବେ ସେଇଟା ତତେ ଭଲ ଲାଗିବ। ତୁ ନିଜେ କହ, କୋର୍ସ ଚୁଜ କରିବ ଲୋକ ଯେମିତି ଆସନ୍ତୁ ମୋ ପାଖକୁ, ସେ ସେଇଠି କହିବ ଭାଇ ମୋର ବି ଆଟିଟ୍ୟୁଡ ରହିବା ଦରକାର। ତ ସେଇଠି ତାକୁ କହିବ କଣ ନା ଭାଇ ତୁ ମାନେ ମ୍ୟାଗ୍ନେଟିକ ମାର୍କେଟିଂ କର ନା। ତ ମ୍ୟାଗ୍ନେଟିକ ମାର୍କେଟିଂ କଣ ଭାଇ, ନା ଯେମିତି କି ତୁମେ ଲୋକଙ୍କୁ ଲୋକ ତୁମ ପାଖକୁ ଆସିବ ୱାର୍କ ପାଇଁ। ଓକେ, ତୁମକୁ ଲୋକଙ୍କ ପାଖକୁ ଯିବା ଦରକାର ନାହିଁ, ଲୋକ ତୁମ ପାଖକୁ ଆସିବେ। ତୁମକୁ ଚୁଇଙ୍ଗମ ମାର୍କେଟିଂ ଚୁଜ କରିବା ଦରକାର ନାହିଁ, ତୁମକୁ ମ୍ୟାଗ୍ନେଟିକ ମାର୍କେଟିଂ ଚୁଜ କରିବାର ଅଛି। ବୁଝିପାରିଲ? ସେଇଠି ତାଙ୍କୁ କିଛି ଷ୍ଟୋରି ବି କହିପାରିବ, ଦେନ୍ ତାଙ୍କୁ କିଛି ଷ୍ଟୋରି କହିପାରିବ। ଓକେ, କିଛି ଷ୍ଟୋରି ଦରକାର ନାହିଁ ଭାଇ, ଷ୍ଟୋରି ମାନେ ଯେମିତି ଆମ କମ୍ପାନୀରେ ମୁଁ ଏକ୍ସାମ୍ପଲ ଦେବି ଆଉ କାହାର ବି ନୁହଁ, ରାହୁଲ ସାରଙ୍କ ଷ୍ଟୋରି ବି କହିପାରିବ। ଓକେ, ସମସ୍ତେ ମ୍ୟୁଟ କର। ଭାଇ ସମସ୍ତେ ମ୍ୟୁଟ କର। ଓକେ, ଚୁଙ୍ଗମ ମାର୍କେଟିଂ ମ୍ୟାଗ୍ନେଟିକ ମାର୍କେଟିଂ ତ ବୁଝିପାରିଲ। ଦେନ୍ ତାକୁ ସେଇଠି ବୁଝେଇବ ଭାଇ ତୁ ଗୋଟେ ଲେଟ ଭାବ କି ଗୋଟେ କୋର୍ସ ହଉଛି ଏମବିଏ, ସେଥିରେ ତୋର ଏମବିଏ କୋର୍ସ, ଭାଇ ସମସ୍ତେ ଟିକେ ନିଜକୁ ନିଜ, ଅଶ୍विनी ଭାଇ ନିଜକୁ ମ୍ୟୁଟ କରିଦିଅ। ଓକେ, ओके भाई। ଦେନ୍ ସେଇଠି ତ ନିଜେ କହିବ ତାକୁ ଭାଇ ତୁ ଗୋଟେ କୋର୍ସ ଭାବିଲୁ ଏମବିଏ, ସେଇଥିରେ ତତେ ମାନେ ସିଓରିଟି ରହୁଛି କି ତୁ 50,000 ଟଙ୍କାର ମାନେ ସେଇଟା ପଢି ସାରିଲା ପରେ ତୁ 50,000 ଟଙ୍କାର ଜବ ପାଇବୁ। ତୁ ସେଇଠି ଆରେଞ୍ଜ କରିନବୁ କି ତତେ ଯଦି ଜଣେ କହୁଛି କିଛି ମାନେ ସେଇଟା ପ୍ରମୋଟ ବି କରିପାରିବୁ ତୁ ସେଥିରେ। ବୁଝିପାରୁଛ? ସେମିତି ତୁମେ ତାକୁ କହିକି ତାର ଯୋଉ ଅବଜେକ୍ସନ ଟା ମାନେ ଏଇଟା କଣ ନା ଆମର କଣ କରିବାର ଅଛି, ଯଦି ସେ କୋଶ୍ଚେନ ଟା ଗଲା କି କଣ କରିବାର ଅଛି, ମାନେ ମିଟିଂ ଆଟେଣ୍ଡ କରିନେଲା ଦେନ୍ ତୁମକୁ କହିବ ସେ କଣ କରିବାର ଅଛି ଆମକୁ, ଏମିତି ତୁମେ ତାକୁ ଅବଜେକ୍ସନ, ତାକୁ ଏଇ ଅବଜେକ୍ସନ ଟା ହ୍ୟାଣ୍ଡଲ କରିପାରିବ। ଦେନ୍ ଭାଇ ସେକେଣ୍ଡ କଣ ନା ଏଟା ପିରାମିଡ ସ୍କିମ ତ ନୁହଁ, ଏଟା ଚେନ୍ ସିଷ୍ଟମ ତ ନୁହଁ, ଏମିତି ବି କିଛି ଲୋକ ତୁମକୁ ଅବଜେକ୍ସନ କହିବେ। ସେଇଠି ତାଙ୍କୁ କଣ କହିବାର ଅଛି ଭାଇ, ଡାଇରେକ୍ଟ ନା ତାଙ୍କ ସେଇଠି ତାଙ୍କ ଇଗୋକୁ ହଟ୍ କରିଦିଅ, କଣ ଅଛି ଭାଇ ଭଲସେ ଇଗୋ ହଟ୍ କର। ଦେନ୍ ତାକୁ ସେଇଠି କହ ଭାଇ, ଆରାମସେ କହିବ ଭାଇ ତୁ ମାନେ ଚେନ୍ ସିଷ୍ଟମ ବିଷୟରେ ଜାଣିଛୁ କଣ ମତେ ଟିକେ କହ ତ। ମୁଁ ଏଇଟା ତୁମକୁ 90% ଗ୍ୟାରେଣ୍ଟି ଦେବି, 99% ଗ୍ୟାରେଣ୍ଟି ଦେବି, ମାନେ ଅଧିକାଂଶ ଲୋକ ନା ଜାଣିନଥିବେ କିଛି, କଣ ଚେନ୍ ସିଷ୍ଟମ କଣ ପିରାମିଡ ସିଷ୍ଟମ କିଛି ଜାଣିନଥିବେ। ବାସ୍ ମାର୍କେଟରେ କୁହା ହେଲା, ମାର୍କେଟରେ ଶୁଣିଲେ, କହିଦେଲେ, ହେଲା। ତାଙ୍କୁ ସେଇଠି କୁହ ଭାଇ ତୁ ଜାଣିଛୁ କଣ ପିରାମିଡ ସିଷ୍ଟମ ବିଷୟରେ। ସେ କହିବ, ସେ ଯଦି ସେ ଜାଣିଥିବ ତ ତୁମକୁ କହିଲା, ଯେ ସେ ଭୁଲ କହିଲା ତାକୁ ସେଇଠି ତୁମେ ତାକୁ କରେକ୍ଟ କଲ। ଯଦି ସେ ନ ଜାଣିଛି ଦେନ୍ ତାକୁ କୁହ ଭାଇ ତୁ ଯଦି ଜାଣିନୁ କେମିତି କହୁଛୁ ଏଟା ପିରାମିଡ ସିଷ୍ଟମ ବୋଲି। ହଉ ଯଦି ବି କହୁଛୁ ପିରାମିଡ ସିଷ୍ଟମ, ଆଜିକାଲି ଦୁନିଆରେ ଭାଇ ତୁ ମତେ ଗୋଟେ କଥା କହ, ଗୋଟେ ପ୍ରାଇଭେଟ କମ୍ପାନୀ ଗୋଟେ ହେଲା ଧର, ପ୍ରାଇଭେଟ କମ୍ପାନୀରେ ଜଣେ ରହୁଛି ଓନର, ତା ତଳକୁ କିଛି ୱାର୍କର ରହୁଛନ୍ତି, ଦେନ୍ ତା ତଳକୁ କିଛି ସିନିୟର ଲିଡର, ତା ତଳକୁ ରହୁଛନ୍ତି ମାନେ ଯୋଉମାନେ କି ମାନେ ଆମର ଜିନିଷ ପତ୍ର ସବୁ କିଣା କିଣି କରନ୍ତି, ଯେମିତି କି ଯୋଉମାନଙ୍କୁ କୁହାଯାଏ ବାୟର। ଓକେ, ତ ଏଇଟା ମତେ ଗୋଟେ କହ, ତାଙ୍କ ଅନୁସାରେ ଏଟା ବି ଗୋଟେ ପିରାମିଡ ହେଲା ନା। ତ ସେଇଠି ଯଦି ଆମେ ୱାର୍କ କରିପାରୁଛନ୍ତି, ସେଥିରେ ସକ୍ସେସ୍ ହବାର ଯେଉଁଠି 1% କି 2% ଚାନ୍ସ ରହୁଛି, ତାହେଲେ ଏଠି ଆମର କଣ ହେଇଛି ୱାର୍କ କରିବାରେ। ବୁଝିପାରିଲ? ଏମିତି ତାଙ୍କୁ ପିରାମିଡ ସିଷ୍ଟମ ରେ ହ୍ୟାଣ୍ଡଲ କରିପାରିବ। ଦେନ୍ କଣ ନା ତୁମକୁ ଦେନ୍ କ୍ୱେଶ୍ଚନ ଆସିବ କି ଭାଇ ସେମାନେ ମାନେ ଆଟେଣ୍ଡ କରିନେଲେ, ମିଟିଂ ଆଟେଣ୍ଡ କରିସାରିଲା ପରେ ତୁମକୁ କଣ କହିବେ, ଭାଇ ଆମ ପାଖରେ ତ ପଇସା ନାହିଁ, ଆମ ପାଖରେ ତ 1,599 ଟଙ୍କା ନାହିଁ, ଏତେ ମାନେ ଆମେ ତ ଗୋଟେ ଗରିବ ଫ୍ୟାମିଲିରୁ ବିଲଙ୍ଗ କରୁ, କି ମୁଁ ତ ଗୋଟେ ମାନେ ଫାର୍ମର, ମୋ ବାବା ଜଣେ ଫାର୍ମର, କି ମୁଁ ବି ତ ଏବେ ଗୋଟେ ଷ୍ଟୁଡେଣ୍ଟ, ମୋ ପାଖରେ ତ ଏବେ ଏତେ ପଇସା ନାହିଁ କି ମୁଁ 1,599 ଟଙ୍କା ଦେଇକି ଏଇ ୱାର୍କ ଷ୍ଟାର୍ଟ କରିପାରିବି। ଏମିତି ଭାଇ ଏମିତି ହେଇଛି ଆମ ସହିତ। ଓକେ, ତ ସେଇଠି ନା ତାଙ୍କ ସହିତ ଇମୋସନାଲି ଆଟାଚମେଣ୍ଟ ଦରକାର ନାହିଁ ତୁମର। ଭାଇ ୱାନ୍ସ ଯଦି ତୁମେ ଇମୋସନାଲି ଆଟାଚମେଣ୍ଟ ହେଇଗଲ ତ ସରିଗଲା ତୁମର, ସେଇଠି ହିଁ ତୁମ ବିଜନେସ ଡାଉନ ହବ। ତୁମେ ଜାଣିନବ କି ମୁଁ ସେ ସେଲ, ଭୁଲରେ ବି ତୁମେ ସେ ସେଲ କାଢି ପାରିବନି ଯଦି ତୁମେ ଇମୋସନାଲି ଆଟାଚ ହେଇଗଲ ତ। ବୁଝିପାରିଲ?
ତ ତାଙ୍କ ସହିତ 1% ବି ଇମୋସନାଲି ଆଟାଚମେଣ୍ଟ ହବନି। ବୁଝିପାରିଲ? ଆଉ ଏଇଟା ମାଇଣ୍ଡ ସେଟ କରିନବ ଭାଇ, ତୁମେ ତାକୁ ପ୍ରମୋଟ କରୁଛ ମାନେ ତୁମେ ନିଜକୁ ଭାବିନିଅ ଭାଇ, ମୁଁ ହଉଛି କମ୍ପାନୀର ଓନର। ତୁମେ ସେଇଠି ନିଜକୁ ଭାବିନିଅ ଭାଇ, ଏଇ ଯୋଉ ଅନଲାଇନ ବିଜନେସ ରେ ନା, ଇଏ ଓନର, ଓନର ହଁ ଓନର, ମାନେ ତାଙ୍କର ଆମର ବିହେଭିୟର ରହିବା ଦରକାର। ବଟ ଏଇ ଜାଗାରେ ନା, ତୁମ ଜାଗାକୁ ଯୋଉମାନେ ସେଲ ଆସୁଛନ୍ତି ତାଙ୍କ ହିସାବରେ ତୁମେ ହଉଛ ଓନର। ତ ତୁମେ ସେଠି ଭାବିନିଅ ମୁଁ ହଉଛି ସିଓ, ମନେ ମନେ ଭାବିନିଅ, ନିଜର ଆଟିଟ୍ୟୁଡ କୁ ନିଜେ ରଖ। କେବେ କାହାର ସହିତ ଇମୋସନାଲି ଆଟାଚମେଣ୍ଟ ହବନି। ବୁଝିପାରିଲ? ଦେନ୍ ସେଇଠି ଯଦି ସେ କହୁଛି ଭାଇ ମୋ ପାଖରେ ତ ପଇସା ନାହିଁ, ଓକେ, ଦେନ୍ ତାକୁ ସେଇଠି କଣ କରିବ? ହଉ ଭାଇ ଠିକ ଅଛି, ଅର୍ଜେନ୍ସି କ୍ରିଏଟ କରିବ, ସେଇଠି ତାର ଅର୍ଜେନ୍ସି କ୍ରିଏଟ କରିବ। ଓକେ, ହଉ ଭାଇ ଠିକ ଅଛି, ତୋ ପାଖରେ ପଇସା ନାହିଁ ମୁଁ ମାନିଗଲି। ହଉ ଠିକ ଅଛି, ବାକି ମୋ ପାଖରେ ତ ଏମିତିରେ ଗୋଟେ ଲୋକ ନାହିଁ ନା, ମୋ ପାଖରେ ବି ବହୁତ ଲୋକ ଅଛନ୍ତି। ଏଇଟା ତାକୁ କହିଲ, ଫାର୍ଷ୍ଟ ଏଇ ଷ୍ଟେପ ଟା କହିବ, ମୋ ପାଖରେ ତ ତୁ ଏକା ଗୋଟେ ନା ଲୋକ ନାହୁଁ, ମୋ ପାଖରେ ଏମିତି ବହୁତ ଲୋକ। ତୁମକୁ ଫାର୍ଷ୍ଟ ରୁ ମୁଁ କହିଛି କି 50 ରୁ 100 ଲୋକ ମୋ ଆଡ ରେ ମତେ ମେସେଜ କରିଛନ୍ତି, ତ ତାଙ୍କ ସହିତ ବି ମତେ ତାଙ୍କ ସହ କ୍ରିଏଟ ମାନେ କଥା ହବାର ଅଛି, ଏମିତି କହିଲ। ଦେନ୍ ତାକୁ କହ, ସେ ପୁଣି ତୁମକୁ କହିବ ଭାଇ କାମ ଅଛି, କାମ ପସନ୍ଦ ଆସିଛି but ପଇସା ନାହିଁ, ହେଲା। ଦେନ୍ ତାକୁ ସେଇଠି କଣ କହିପାରିବ ନା, ଭାଇ ମତେ କହ, ସତରେ ତୁ ମତେ ପଇସା ନାହିଁ ବୋଲି ସତରେ ତୁ ମତେ କହୁଛୁ, ନା ମୋ ସହିତ କିଛି ବାହାନା କରୁଛୁ? ତୋର ୱାର୍କ କରିବାର ଇଚ୍ଛା ନାହିଁ, ଆଉ ତୁ ମୋ ସହିତ ବାହାନା କରୁଛୁ। ଯଦି ଏଇ ଲାଇନ ଟା ତୁମେ ତାଙ୍କୁ କହୁଛ ନା, ତ ଯୋଉ ପ୍ରସ୍ପେକ୍ଟ ତୁମର ଥିବ, ଯଦି ସେ ବାହାନା କରୁଥିବ ତ ଭାଇ ସେ କହିଦେଲା ହଁ ବାହାନା ମୁଁ କରୁଛି, ଯିଏ ମାନେ ସିଧା ସିଧା କଥାବାର୍ତ୍ତା କହିଥିବ, ସେ କହିଦେଲା ବାହାନା କରୁଛି ମୁଁ। ଓକେ, ନା ଭାଇ ମୋର ୱାର୍କ କରିବାର ନାହିଁ, ସମସ୍ୟା, ନା ଭାଇ ମୋର ୱାର୍କ କରିବାର ନାହିଁ, ସେ କହିଦବ। ଆଉ ଯିଏ ସତରେ ଯାହାର ପ୍ରୋବ୍ଲେମ ଥିବ, ଇନ କେସ୍ ଯୋଉମାନେ କିଛି ବାହାନା କଲେନି, କହିଲେ କି ହଁ ଭାଇ ମୁଁ ସତରେ କହୁଛି, ଦେନ୍ ତାକୁ ସେମ କ୍ୱେଶ୍ଚନ ଆଉ ଦିଥର କର, ଭାଇ ତୁ ସତରେ କହୁଛୁ, ନା ମୋ ସହିତ ଖେଳୁଛୁ, ନା ମୋର କିଛି ଟାଇମ ୱେଷ୍ଟ କରୁଛୁ, ନା ମୋର ମାନେ କଣ କହିଲ, ମୋର ଯୋଉ ମୋ କଥା ଅନୁସାରେ ତମେ ଖେଳୁଛ। 3 ଥର, ଦେନ୍ ସିଏ ମତେ ସେଇଠି 3 ଥର ଯାକ ତୁମକୁ କହିଲା ଭାଇ ମୁଁ ୱାର୍କ କରିବାକୁ ଚାହୁଁଛି ବଟ୍ ମୋ ପାଖରେ ପଇସା ନାହିଁ ଏବେ। ଓକେ, ଏଇଠି କଣ ହେଲା ନା, ତୁମର ଆଟିଟ୍ୟୁଡ ମେଣ୍ଟେନ ହେଇକି ରହିଲା, ସିଏ ପ୍ରସ୍ପେକ୍ଟ ଯେ ତୁମ ପଛରେ ରହିଲା, ତୁମ ପାଖରେ ରହିଲା କି ସିଏ ୱାର୍କ କରିବ। ତୁମେ ସେଇଠି ଜାଣିପାରିଲ କି ସିଏ ୱାର୍କ କରିବାକୁ ଇଣ୍ଟରେଷ୍ଟେଡ ଅଛି, ବଟ୍ ସତରେ ତା ପାଖରେ ପଇସା ନାହିଁ। ବୁଝିପାରିଲ? ସେଇଠି କଣ କରିବ ନା, ତୁମେ ତୁମର ଫିଲ୍ ଆଣ୍ଡ ଫାଉଣ୍ଡ ଉପାୟ ଲଗେଇ ପାରିବ। ଫିଲ୍ ଆଣ୍ଡ ଫାଉଣ୍ଡ କଣ ନା, ତୁମର ଯଦି କିଛି ନିଜର ଷ୍ଟୋରି ଅଛି ନିଜେ କହିପାରିବ। ଯଦି ତୁମେ କିଛି ଷ୍ଟ୍ରଗଲ ରୁ ନିଜେ ଷ୍ଟାର୍ଟ କରିଥିବ ଏଇ ବିଜନେସ, ଷ୍ଟାର୍ଟ କରିକି ସକ୍ସେସଫୁଲ ହେଇଛ, ସେଟା କହିପାରିବ। ନହେଲେ ଆମର କମ୍ପାନୀର ଯାହାର ବି କଥା ହଉ, ଆୟୁଷ ସାରଙ୍କ କଥା, ନହେଲେ ରାହୁଲ ସାରଙ୍କ କଥା, ଯାହା କଥା ବି ହଉ, କହିପାରିବ। କହିପାରିବ କି ଭାଇ ଏମିତି ଏମାନେ ବି ଦିନେ ଏମାନଙ୍କ ପାଖରେ ବି ଦିନେ ପଇସା ନଥିଲା, ଏମାନେ ବି ଦିନେ ତ ଭଳିଆ କି ଷ୍ଟୋରି ଷ୍ଟାଟସ ଦେଖୁଥିଲେ, ଇଏ ଟାଇପ କରୁଥିଲେ, ଡିଟେଲସ ଟାଇପ କରୁଥିଲେ, ଆଇ ୱାଣ୍ଟ ଫର ମୋର ଡିଟେଲସ ଟାଇପ କରୁଥିଲେ। କିନ୍ତୁ ଏମାନେ ବି ଏବେ ଆମକୁ ଟ୍ରେନିଂ କରୁଛନ୍ତି, ଆମ ଉପରେ ଏମାନେ ବି ସିଓ ଆମ କମ୍ପାନୀରେ। ରାହୁଲ ସାରଙ୍କ କଥା କହିଲେ, ଏମାନେ ଇଏ ବି ଆମର ସିଓ, ଇଏ ବି ଦିନେ ଏଇ ପିଲା ଥିଲେ, ଆମରି ଭଳିଆ ଜଣେ ଗାଁରୁ ହିଁ ବିଲଙ୍ଗ କରୁଥିଲେ। ବୁଝିପାରିଲ? ଏମିତି ଆଉ କହିଲ, ସେକେଣ୍ଡ କହିବ କହିବ। ଓକେ ଓକେ, ୱେଟ୍, ସେକେଣ୍ଡ କଣ କହିପାରିବ ନା, ଭାଇ ତୁମେ କାହାକୁ ଅଧିକା ଲଭ୍ କରୁଛ? ଓକେ, ତୁମର ବାବା ମାମା, କି ଲଭର, କି କାହାକୁ ଅଧିକା ଲଭ୍ କରୁଛ? ଓକେ, ଲେଟ୍, ଜଣେ କହିଲା ବାବା ମାମା। ଓକେ, ସେଇଠି ତ କହିଲ ଭାଇ ତୁମ ବାବା ଯାଉଛନ୍ତି ଧର ରୋଡ ରେ ଯାଉଛନ୍ତି, ଭାଇ ମ୍ୟୁଟ କର। ଲେଟ୍, ତୁମ ବାବା ରୋଡ ରେ ଯାଉଛନ୍ତି, ତାଙ୍କ ଆଗରେ ଗୋଟେ ଆକ୍ସିଡେଣ୍ଟ ହେଇଗଲା, ତାହେଲେ ତାଙ୍କର ଆକ୍ସିଡେଣ୍ଟ ହେଇଗଲା। ଓକେ, ଯଦି କିନ୍ତୁ ସେ ଆକ୍ସିଡେଣ୍ଟ ଟା ସିଏ କରିନାହାନ୍ତି, ତାଙ୍କ ଆଗରେ ଗୋଟେ ଆକ୍ସିଡେଣ୍ଟ ହେଇଛି, ବଟ ଆଉ ଗୋଟେ ଗାଡି ଆକ୍ସିଡେଣ୍ଟ କରିକି ପଳେଇଗଲା, ବଟ ସେଇ ଜାଗାରେ କିଛି ସିସିଟିଭି ନାହିଁ, କିଛି ବି ନାହିଁ।
କେହି ବି ନଥିଲେ, ସୁନସାନ ଜାଗା, ସେଇ ଟାଇମରେ ତୁମ ବାବା ତାଙ୍କୁ ହେଲ୍ପ କରିଛନ୍ତି। ଓକେ। ବଟ ଲୋକ ଭାବିଲେ କଣ, ନା ତୁମ ବାବା ତାଙ୍କୁ ଏକ୍ସିଡେଣ୍ଟ କରିଛନ୍ତି, କି ମିଛରେ ତୁମ ବାବାଙ୍କୁ ଲେଟ୍ ଜେଲ ହେଇଗଲା। ସେ ଜେଲ ରୁ କାଢିବା ପାଇଁ ତୁମକୁ 25,000 ଟଙ୍କା ଦରକାର। ଗୋଟେ ରାତିରେ କାଢିବା ପାଇଁ ଭାଇ 25,000 ଟଙ୍କା ଦରକାର। ଓକେ। ସେ ତୁମେ ଭାଇ 25,000 ଟଙ୍କା ଆରେଞ୍ଜ କରିବ, ନା ତୁମ ବାବାଙ୍କୁ ଜେଲ ରେ ଥୋଇଦବ? ସେ ଅଫକୋର୍ସ କହିବ, ଭାଇ ମୁଁ 25,000 ଟଙ୍କା ଆରେଞ୍ଜ କରିବି। ତ ଭାଇ ଏଠି ବି ଆରେଞ୍ଜ କର ନା। ୱାନ୍ସ ତୁମେ 50% ଡିସକାଉଣ୍ଟ ଛାଡୁଛ ମାନେ ନେକ୍ସଟ ଟାଇମ ତୁମକୁ 3,000 ଟଙ୍କା ପଡିବ। ତ ଭାଇ ଆମର କମ ରେ ୱାର ଷ୍ଟାର୍ଟ କରିବାର ଅଛି, ଏଠି ବି ଆରେଞ୍ଜ କର। ପ୍ରୋବ୍ଲେମ କଣ ଅଛି ଭାଇ, ଏଟା କହିପାରିବ। ନେକ୍ସଟ ତାଙ୍କୁ କଣ କହିବ, କି ଭାଇ ଲେଟ୍ସ ତୁ ଭାବ, ମୁଁ ତତେ ଗୋଟେ ଆଇଫୋନ 15 ପ୍ରୋ ମ୍ୟାକ୍ସ ତତେ ମୁଁ ଗୋଟେ ରାତି ପାଇଁ ମୁଁ ଅଫର କାଢିଦେଲି କି 10,000 ଟଙ୍କାରେ ଦେଇଦେବି। ଓକେ। ତୁ ଯୋଉଠି ବି ହଉ 10,000 ଟଙ୍କା ଆର୍ନିଂ କରିଦେବୁ, ଆରେଞ୍ଜ କରିନବୁ। ଯେତେ କଷ୍ଟ ହେଇଯାଉ, ରାତି 12ଟା ସୁଦ୍ଧା ଅଫର ଅଛି ମାନେ ଆଇଫୋନ 15 ପ୍ରୋ ମ୍ୟାକ୍ସ ଅଫର ଅଛି ମାନେ ଆରେଞ୍ଜ କରିନବୁ 10,000 ଟଙ୍କା। ସେ କହିବେ ହଁ ସିଓର। କାହିଁକି ନା 80,000 ଟଙ୍କା ଆଇଫୋନ ଆଇଫୋନ କାହିଁକି 10,000 ଟଙ୍କା ଜଣେ ଆରେଞ୍ଜ ନ କରିପାରିବ, ଯଦି ତୁମେ ତାକୁ ଅଫର ସହିତ ଦଉଛ। ତ ସେଇଠି ଯେତେବେଳେ ହଁ କହିବ, ତ କହିବ ଭାଇ ତ ସେଥିପାଇଁ ଯଦି ଆରେଞ୍ଜ କରିପାରୁଛୁ, ତାହେଲେ ଏଠି କାହିଁ ଆରେଞ୍ଜ ନ କରିପାରିବୁ? ବୁଝିପାରିଲ? ଫିଲ୍ ଫେଲ୍ ଫାଉଣ୍ଡ ବି କହିଦେଲ ତାକୁ। ଦେନ୍ ତାକୁ ଏ କ୍ୱେଶ୍ଚନ ର ଆନ୍ସର ବି ତାକୁ କହିଦବ। ଓକେ। ଦେନ୍ କଣ କରିବ? ଦେନ୍ ଏଇ ଯୋଉ ଜିନିଷଟା କିଛି ଲୋକ କଣ କରନ୍ତି ନା, ଏଇ ଯୋଉ ଇନଭେଷ୍ଟମେଣ୍ଟ କଥାଟା, ବୁଝିପାରିଲ? ଇନଭେଷ୍ଟମେଣ୍ଟ କଥାଟା କିଛି ଲୋକ ମିଟିଂ କୁ ଆସିବା ପୂର୍ବରୁ ବି ତୁମକୁ ପଚାରନ୍ତି। ଏମିତି ବହୁତ କିଛି ଲୋକ ଥାନ୍ତି। ଇନଭେଷ୍ଟମେଣ୍ଟ ଭାଇ, ମୁଁ ୱାର୍କ କରିବି, ମୁଁ ସିଓର ଆପଣଙ୍କ ସହିତ ୱାର୍କ କରିବି, ବଟ୍ ଏଥିରେ କିଛି ଇନଭେଷ୍ଟମେଣ୍ଟ ଲାଗିବ କି? ଆପଣଙ୍କ ଟ୍ରେନିଂ କୁ ଯିବି, ବଟ୍ ଏଥିରେ କିଛି ଇନଭେଷ୍ଟମେଣ୍ଟ ଲାଗିବ କି? ଏମିତି ବହୁତ କିଛି କ୍ୱେଶ୍ଚନ ଆସେ। ଓକେ। ସେଇଠି ତାଙ୍କୁ କହିବ, ତାଙ୍କୁ କେମିତି ହ୍ୟାଣ୍ଡେଲ କରିବ? କହିବ ଭାଇ ଭାଇ ମ୍ୟୁଟ କର। ହୁଁ। ସେଇଠି ତାଙ୍କୁ କଣ କହିବ, କି ଭାଇ ମୁଁ ତତେ ଗୋଟେ ଏକ୍ଜାମ୍ପଲ ଦଉଛି, କି ଲେଟ ତୁ ଗୋଟେ କୋର୍ସ ଧର ବିଟେକ୍। ବିଟେକ୍ କଲା ପରେ ତତେ ଗୋଟେ ମାନେ ସିଓରିଟି ମିଳିଯାଉଛି ତୁ କି 60,000 ଟଙ୍କାର ଗୋଟେ ଜବ୍ ପାଇବୁ। ବିଟେକ୍ କୋର୍ସ ଟା ତୁ ଧର କରିଦେଲା ପରେ ତତେ 60,000 ଟଙ୍କା ଜବ୍ ତୁ ପାଇବୁ। ତ ତୁ ସେଇ ଜବ୍ ମାନେ କୋର୍ସ ପାଇଁ ଧର 2.5 ଲକ୍ଷ ଟଙ୍କା ଫିସ୍, ତୁ ସେ 2.5 ଲକ୍ଷ ଟଙ୍କା ଦେଇପାରିବୁ। ବଟ୍ ଏଇ ଏଇ ଅଦର ଏଣ୍ଡ ରେ, ମାନେ ଆଉ ଗୋଟେ ସାଇଡ୍ ରେ ମାର୍କେଟରେ ଗୋଟେ କୋର୍ସ ଅଛି ଯୋଉଟା କି ପ୍ରାଇସ୍ ହଉଛି 500 ଟଙ୍କା। ଓକେ। ଯୋଉଟାରେ କି ପ୍ରାଇସ୍ ହଉଛି 500 ଟଙ୍କା, କିନ୍ତୁ ସେଥିରେ ତୁ କିଛି ଫାଇଦା ପାଇବୁନି। ତୁ କଣ ସେଥିରେ, ତୁ କଣ ଛାଡ ଭାଇ, ମୁଁ କଣ ମୁଁ ବି ସେଥିରେ ଟଙ୍କାଟେ ବି ଇନଭେଷ୍ଟମେଣ୍ଟ କରିବିନି। ଯୋଉଥିରେ ମୋର କିଛି 5 ପଇସାର ଫାଇଦା ହବନି, ତ ମୁଁ ସେଥିରେ କିଛି ଟଙ୍କାଟେ ବି ଇନଭେଷ୍ଟମେଣ୍ଟ କରିବିନି। ଓକେ। ସେ ତାପରେ ତାକୁ କଣ କହିବ ନା, ଭାଇ ତୁ ଏପର୍ଯ୍ୟନ୍ତ ଯଦି ଜାଣିନାଉ ୱାର୍କ କଣ, କେମିତି କଣ କରିବାର ଅଛି, କେତେ କଣ ତୁ ମାନେ ଆର୍ନିଂ କରିପାରିବୁ, ସେ କଥା ଯଦି ଜାଣିନାଉ, ତାହେଲେ ଇନଭେଷ୍ଟମେଣ୍ଟ କଥା ଉଠୁଛି କାହିଁକି ତମ ମନରେ? ସବୁ ଜାଣିକି ତୁ ସବୁ ଯେମିତି ବିଟେକ୍ କୋର୍ସରେ ସବୁ ଜାଣି ସାରିଲା ପରେ ଜାଣିଲୁ କି 50,000 ଟଙ୍କା 60,000 ଟଙ୍କା ଜବ୍ ମୁଁ ପାଇପାରିବି, ସିଓରିଟି ମିଳୁଛି, ମୁଁ ଏଠି 2.5 ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କଲେ ମୋର କିଛି ଗୋଟେ ଲାଭ ମିଳିବ, ତ ତୁ ସେଠି ଇନଭେଷ୍ଟମେଣ୍ଟ କଲୁ। ବଟ୍ ଏ ଯୋଉ 500 ଟଙ୍କାରେ କିଛି ଜାଣି ପାରିଲୁନି ବୋଲି ଇନଭେଷ୍ଟମେଣ୍ଟ କଲୁନି। ତ ଏଠି କିଛି ଜାଣି ସାର ନା, ଜାଣି ସାରିଲା ପରେ ଇନଭେଷ୍ଟମେଣ୍ଟ କଥା ଉଠେଇବୁ। ଏମିତି କହିକି ତାଙ୍କୁ ମିଟିଂ କୁ ଆଣିପାରିବ। ଦେନ୍ କିଛି କୁହନ୍ତି କଣ ନେକ୍ସଟ, ଆମର ତୁମର ଯୋଉ ଆସେ ପ୍ରସ୍ପେକ୍ଟ ମାନଙ୍କର ଅବଜେକ୍ସନ ଆସେ, କି ମୁଁ ମୋ ବାପା ମାଙ୍କୁ ପଚାରିକି କହିବି। ଓକେ। ସେଇଟା ତ ଭାଇ କହିବାକୁ ଗଲେ ନା, ସବୁଠୁ ଇଜି କହିବାକୁ ଗଲେ ମାନେ ଏଗୋଟା ଅବଜେକ୍ସନ ଟା, ସେଇଠି ତାଙ୍କୁ କଣ କହିବ, କି ଭାଇ ଦେଖ ତୁ ତୋ ଡେଟ୍ ଅଫ ବାର୍ଥ, ଲେଟ୍ ତୋ ଡେଟ୍ ଅଫ ବାର୍ଥ 2006 କି 2007, ତୋ ଡେଟ୍ ଅଫ ବାର୍ଥ 2006। ତ ତୁ ଯେତେବେଳେ ଫୋନ ଯେତେବେଳେ କିଣିଲୁ କି ଇନଷ୍ଟାଗ୍ରାମ ୟୁଜ କଲୁ କି ଫେସବୁକ ୟୁଜ କଲୁ, ତୁ ତ ବାବା ମାମାଙ୍କୁ ଶିଖେଇଥିଲୁ ୟୁଜ କରା ନା ବାବା ମାମା ତତେ ଶିଖେଇଥିଲେ ୟୁଜ କରା? ନା ଆମ ଜେନେରେସନ ର ଲୋକ ଆମ ବାବା ମାମାଙ୍କୁ ଶିଖେଇଥିଲେ, ନା ବାବା ମାମା ଆମକୁ ଶିଖେଇଛନ୍ତି ଏଗୁଡାକୁ ୟୁଜ କରିବା ପାଇଁ? ବୁଝିପାରିଲ? ଏଇ ଯୋଉ ଜିନିଷଟା କହିଲା ପରେ ସେ କହିବ, ନା ଭାଇ ସେତେବେଳେ ତ ଇଣ୍ଟରନେଟ ନଥିଲା ବାବା ମାମାଙ୍କ ଟାଇମ ରେ ଏତେ, ତ ଆମ ଟାଇମ ରେ ହିଁ ଇଣ୍ଟରନେଟ ଡେଭଲପ କଲା।
ଆମେ ମାନେ ଆମ ଜେନେରେସନ ହିଁ ଆମ ବାବା ମାମାଙ୍କୁ ଶିଖେଇଛୁ, ଏଟା ସେ ସିଓର କହିବ। ଦେନ୍ ତାକୁ ସେଇଠି କହିବ। ତ ଭାଇ ତୁ କଣ ଭାବୁଛୁ କି ତତେ ବାବା ୟୁଜ କରିବା ଶିଖେଇଲୁ, ତାପରେ ତୁ ଭାବ ଟିକେ ଏଇ ଯୋଉ ମିଟିଂ ହେଲା ତୁ ସେଥିରୁ ଶିଖିଲୁ କେତେ ପରସେଣ୍ଟ ମତେ କହ। ତୁ ଶିଖିଲୁ 15 କି 30%। ତୁ ଯାଇକି ବାବା ମାମାଙ୍କୁ କହିବୁ 10%। ସେମାନେ ବୁଝିବେ 5%। ତୁ କଣ ଭାବୁଛୁ କି ଏଇ 5% ବୁଝିବା ଦ୍ଵାରା ତତେ ସେମାନେ ଏଲାଉ କରିଦେବେ ୱାର୍କ କରିବା ପାଇଁ? ବୁଝିପାରୁଛୁ? ସେଠି ତାଙ୍କୁ କହିପାରିବ ଏଇ କଥାଟା ବି, କାହିଁକି ନା ମୋଷ୍ଟଲି ପ୍ୟାରେଣ୍ଟସ ଏଲାଉ କରନ୍ତିନି। ତ ସେଇ କଥାଟା ସେ ପିଲାଙ୍କୁ କହିପାରିବ କି ଭାଇ ତୁ ଏତିକି ବୁଝିଲୁ, ତ ବାବା ମାମାଙ୍କୁ ଯାଇକି ତୁ ଏତିକି କହିବୁ। କହିଲା ପରେ ତ ବାବା ମାମା ବୁଝିବେ ତୋ କଥାରୁ ଏତିକି ପରସେଣ୍ଟ, ସେମାନେ କଣ ତତେ ଏଲାଉ କରିବେ କେବେ? ସେ କହିବ ନା ଭାଇ। ଦେନ୍ ସେଇଠି ତାକୁ ଦି ପ୍ରକାରର ହ୍ୟାଣ୍ଡଲ କରିବ। କଣ? ହୁଏତ ତୁମେ ଯଦି ଜଣେ ସିନିୟର ଲିଡର କିମ୍ବା ଯାହାବି, ତୁମେ ଯଦି ଭଲସେ ତା ବାବା ମାମାଙ୍କ ସହିତ କଥା ହେଇପାରିବ, ଯଦି ତୁମ ପାଖରେ ଟାଇମ ଥିବ ତ ତାଙ୍କ ସହିତ କଥା ହେଇଗଲ, ତାଙ୍କ ପିଲା ସହିତ ବୁଝେଇଦେଲ। ଯଦି ବାବା ମାମାଙ୍କ ସହିତ କଥା ହେବା ପାଇଁ ତମର ଟାଇମ ନାହିଁ, ଭିଡିଓ ଦେଇଦିଅ କି ଭାଇ ଏଇ ଭିଡିଓ ଟା ନା ତ ବାବା ମାମାଙ୍କୁ ଦେଖା, ବାବା ମାମାଙ୍କ ସହିତ ବସିକି ଦେଖ, ଦେଖିକି ତାପରେ ତ ବାବା ମାମା କଣ ତତେ କହୁଛନ୍ତି ତାପରେ ମତେ କହ। ଓକେ, ଏମିତି ବି କରିପାରିବ। ନହେଲେ ତାକୁ ସେମିତି କହିପାରିବ ଭାଇ ତୁ ମତେ କହ, ତୁ ଏଇ ଯୋଉ 18 ବର୍ଷ ଧର ତୋର ଏଜ ହେଲା, ଏଇ 18 ବର୍ଷ ଏଜ ରେ ତୁ ବହୁତ କିଛି ଖରାପ କାମ କରୁଛୁ। ଯୋଉମାନେ ତୁ ଯଦି ଡ୍ରିଙ୍କସ କରୁଥିବୁ, ଡ୍ରିଙ୍କସ ବି କରୁଛୁ, ଗର୍ଲଫ୍ରେଣ୍ଡ ବନେଇଛୁ, ଝିଅଙ୍କ ମାନଙ୍କ ସହିତ କଥା ହେଇଛୁ, କଲେଜରେ ବହୁତ କିଛି ମସ୍ତି କରୁଛୁ, ବାବା ମାମାଠୁ ପଇସା ନେଇକି ଏଠି ସେଠି କ୍ଲବ ଏଞ୍ଜୟ କରୁଛୁ। ସେଇଟା କଣ ବାବା ମାମାଙ୍କ ଥରୁ ପଇସା ମାନେ ପରମିସନ ଆଣିକି ଏଞ୍ଜୟ କରୁଛୁ? ସେ ଅଫକୋର୍ସ କହିବ ନା ଭାଇ ମୁଁ ଏଞ୍ଜୟମେଣ୍ଟ ବାବା ମାମାଙ୍କ କତିରୁ ଆଣିକି କରିନାହିଁ, ପରମିସନ ଆଣିନାହିଁ। ତ ଭାଇ ଯେତେବେଳେ ଏଞ୍ଜୟମେଣ୍ଟ କଥା ଉଠୁଛି ବାବା ମାମାଙ୍କ କତିରୁ ପରମିସନ ଆଣିବାକୁ ପଡୁନି। ବଟ ଯେତେବେଳେ ତ ଲାଇଫ ବିଷୟରେ ଆସୁଛି କି ଲାଇଫ କ୍ୟାରିୟର ବିଷୟରେ ଆସୁଛି, ତୁ ଆଗକୁ କିଛି ଆର୍ନିଂ କରିପାରିବୁ, ତାହେଲେ ତୋର ବାବା ମାମାଙ୍କ ପରମିସନ ହିଁ କଣ ଦରକାର? ତୁ ୱାର୍କ କର ନା, ୱାର୍କ କଲା ପରେ ଯେତେବେଳେ ତୁ ଆର୍ନିଂ କରିସାରିବୁ, ଯେତେବେଳେ ତୋ ପାଖରେ 40-50 ହଜାର ଟଙ୍କା ଥିବ, କି ଘରକୁ ଯେତେବେଳେ ତୁ 10-12 ହଜାର ଟଙ୍କା ଦଉଥିବୁ କି 20 ହଜାର ଟଙ୍କା ଦେଇଥିବୁ, ବାବା ମାମା ତତେ ସେତେବେଳେ ହିଁ କ୍ୱେଶ୍ଚନ କରିବେ ପୁଅ ତୁ କରୁଛୁ କଣ। ଭାଇ ମ୍ୟୁଟ କର। ଓକେ। ଭାଇ ପୁଅ ତୁ କରୁଛୁ କଣ, ତୁମକୁ ଏଇଟା ବି ପଚାରିବେ କିଛି, ବାବା ମାମା ପଚାରିବେ। ସେଇ ଟାଇମରେ ତୁମେ ତାଙ୍କୁ ଡିଟେଲ୍ସ କହିପାରିବ। ଭାଇ ଯେତେବେଳେ ତୁମେ ତାଙ୍କୁ ପଇସା ଦଉଥିବ ନା, ସେତେବେଳେ ସେମାନେ ଖୁସି ରହିବେ। ବଟ ଯେତେବେଳେ ତୁମେ ତାଙ୍କୁ ପଇସା ମାଗିବ ନା, ସେତେବେଳେ ସେ କେବେ ବି ଏଲାଉ କରିବେନି। ବୁଝିପାରୁଛ? ଦେନ୍ ତାକୁ ସେଇଠି କହିବ କି ଭାଇ ଦୁନିଆର ନା ଯାହାବି କୁକର୍ମ କରୁଛୁ କର, ବାବା ମାମା ତତେ ବରଂ ମାନେ କ୍ଷମା ଦେଇଦେବେ। ହଁ ମୋ ଇଏ ମୋ ପୁଅ କି ଝିଅ ଏ ଗୋଟେ ଭୁଲ କାମ କରିଦେଇଛି ତ ମୁଁ ୟାକୁ ମାନେ କ୍ଷମା ଦେଇଦିଏ। ବଟ ଯେତେବେଳେ ତୁ ଏଇ ଯୋଉ ୱାର୍କ ପାଇଁ ପଇସା ମାଗିବୁ ନା, ସେ ଟାଇମରେ କେହି ବି ତତେ ଏଲାଉ କରିବେନି ଭାଇ। ଏମିତି ତାକୁ ବୁଝେଇ ପାରିବ। ତ ଏବେ ମତେ କୁହ କାହାର କିଛି ମିଟିଂ ବିଷୟରେ ଡାଉଟ୍ସ, ଆଉ କାହାର କିଛି ଯଦି ଅବଜେକ୍ସନ ରହିଗଲା ମତେ ଚାଟ ସେକ୍ସନରେ କହିପାର। ଏବେ କଣ ହେଲା ନା ତୁମ ପାଇଁ ଚାଟ ସେକ୍ସନ ଓପନ ଅଛି। ମୋ ଭଏସ କ୍ଲିୟର ଆସୁଛି ସମସ୍ତଙ୍କୁ? ସମସ୍ତଙ୍କୁ ମୋ ଭଏସ କ୍ଲିୟର ଆସୁଛି? ୟେସ୍। ତ ମତେ ଏବେ କୁହ ଅବଜେକ୍ସନ ଆଉ କଣ ରହିଲା ଭାଇ, ଲିଡ୍ସ କୁ ନେଇକି ଆମେ କେମିତି ଆର୍ନ କରିପାରିବୁ। ଓକେ ଭାଇ, ତୁମେ ଯୋଉ ଅର୍ପିତା ମିଶ୍ର, ଓକେ ସିଷ୍ଟର, ତୁମେ ଯୋଉ ପ୍ଲାଟଫର୍ମରେ ଜଏନ ହେଇଛ, ସେଟା ଗୋଟେ ମାନେ କଣ କହିଲ କୋର୍ସ ସେଲିଂ ପ୍ଲାଟଫର୍ମ। ଓକେ, ଏମିତି ନୁହଁ କି ତୁମେ ଯେମିତି ଫରଏଭର, ଫରଏଭର କଣ ନା ୱାନ୍ ଟାଇପ ଅଫ ନେଟୱାର୍କ ମାର୍କେଟିଂ। ମାନେ ସେଥିରେ କଣ ତାର ପ୍ରଡକ୍ଟ ସେଲ କରୁଛି, ସେଲ କରି ଲୋକଙ୍କୁ ଜଏନ କରୁଛି। ତୁମେ କିନ୍ତୁ ଏଠି କଣ ନା ଦି ପ୍ରକାର ଆର୍ନିଂ ରଖିପାରିବ। Excuse me। ଦି ପ୍ରକାର ଆର୍ନିଂ ରଖିପାରିବ, ସେ ବୁଝେଇ ପାରିବ। ଆର୍ନିଂ ରଖିପାରିବ ଦି ପ୍ରକାର, କଣ କଣ ନା ତୁମେ ଏଠି କୋର୍ସ ସେଲିଂ ଆର୍ନିଂ କରିପାରିବ। ମାନେ ଯେମିତି କି ଆମର କୋର୍ସ ରହିଛି ଧର ଏଡିଟିଂ ମାଷ୍ଟର, କେମିତି ଜଏନ କରିବେ।
ଯେମିତି କି କୋର୍ସ ରହିଛି ଏଡିଟିଂ ମାଷ୍ଟରୀ। ଯଦି ତୁମେ ଏଡିଟିଂ ମାଷ୍ଟରୀ କୋର୍ସ ସେଲ୍ କରୁଛ, ଲିଡ୍ କୁ ଜଏନ୍ କଲ ମାନେ ତାଙ୍କୁ ଗୋଟେ କୋଉ ପ୍ୟାକେଜ ରେ ଜଏନ୍ କରିବ। ତ ପ୍ୟାକେଜରେ ଜଏନ୍ କରିବ ମାନେ ସେଇ ଯୋଉ ପ୍ୟାକେଜ ରୁ ତୁମକୁ କିଛି କମିଶନ ଆସିବ। ଏଡିଟିଂ ମାଷ୍ଟର ପ୍ୟାକେଜ ଯେମିତି 1599 ଟଙ୍କା, ତ ତାର ମାନେ କମିଶନ ହଉଛି 1000 ଟଙ୍କା ତୁମ ପାଖକୁ ଆସିବ। ଓକେ। ଲୋକକୁ ଜଏନ୍ କରିକି ତୁମେ କେମିତି ଆର୍ନିଂ କରିବ, ଲିଡ୍ସ କୁ ନେଇକି ଆମେ କେମିତି ହଁ ଆର୍ନ କରିବ ଏ ଲିଡ୍ସ ପାଇଁ, ଜାଣିପାରିଲ ଅର୍ପିତା? Then, ସବୁ clear ଅଛି। ଆମେ ନ୍ୟୁ ପିଲାମାନେ ହ୍ୟାଣ୍ଡଲ କରିପାରୁନୁ। ଓକେ, ସେଥିପାଇଁ ଦେଖ ତୁମର ଯିଏ ବି ସ୍ପନ୍ସର ଥିବେ ହେଲା। ତାଙ୍କ ୱେଟ ୱେଟ ଯୋଉ କିଏ କହିବ, ସସ୍ମିତା ସାହୁ, ତ ତୁମର ସ୍ପନ୍ସର ଯିଏ ବି ଥିବେ ତାଙ୍କ ପାଖରୁ ବେସିକ ଟ୍ରେନିଂ ନିଅ। ତାଙ୍କୁ ବେସିକ ଟ୍ରେନିଂ ସେକ୍ସନ ମାଗି ନିଅ ତାଙ୍କ ପାଖରୁ। ଯୋଉ ଆମର ଯୋଉ B6 ରେ ଜଏନ ହେବା ପରେ କେମିତି ୱାର୍କ ଷ୍ଟାର୍ଟ କରିବ, ହାଉ ଟୁ ହ୍ୟାଣ୍ଡଲ ପ୍ରସ୍ପେକ୍ଟ, ହାଉ ଟୁ ହ୍ୟାଣ୍ଡଲ ଲିଡ୍, କି ଅବଜେକ୍ସନ ହ୍ୟାଣ୍ଡଲିଂ, ଯାହା ବି କିଛି ସବୁ କିଛି ଡାଉଟ୍ସ କ୍ଲିୟର ଉପରେ ଆମର ତ ଗୋଟେ ମାନେ 6ଟା ଭିଡିଓ ରହିଛି। ମାନେ ନର୍ମାଲ ଭିଡିଓ ରହିଛି, ସେଟା ଆମ B6 ଟିମ୍ ସମସ୍ତଙ୍କ ପାଖରେ ଅଛି। ତୁମ ସ୍ପନ୍ସର ଯିଏ ତାଙ୍କ ପାଖରୁ ମାଗି ନିଅ, ଯଦି ସିଏ ତୁମକୁ ଦେଇନାହାନ୍ତି ଏପର୍ଯ୍ୟନ୍ତ ତାଙ୍କ ପାଖରୁ ମାଗି ନିଅ। ମାଗି ନେଇକି ସେ 6ଟା ଭିଡିଓକୁ କମ୍ପ୍ଲିଟଲି ଦେଖ, ଆଉ କମ୍ପ୍ଲିଟଲି ଦେଖିକି ନୋଟ୍ସ କର। ଦେନ୍ ତୁମେ ଜାଣିପାରିବ। ନ୍ୟୁ ପିଲା ହେଲେ ବି ଭାଇ ଆମେ ବି ଦିନେ ନ୍ୟୁ ରୁ ଷ୍ଟାର୍ଟ କରିଥିଲୁ ନା, ତ ଆମେ ବି ଏବେ ଆର୍ନିଂ କରୁଛୁ। ତ ତୁମର ପ୍ରୋବ୍ଲେମ କଣ ଭାଇ? ତ କେମିତି ଜଏନ କରିବୁ? ଦେଖ, ୱାନ୍ସ ତୁମେ ପ୍ରସ୍ପେକ୍ଟ ର ଡାଉଟ୍ କ୍ଲିୟର କଲ, ଆଉ ତୁମର ପ୍ରସ୍ପେକ୍ଟ ର ଯାହା ବି ସବୁ ମାନେ ତୁମର ରହିଲା କଣ ଅବଜେକ୍ସନ, ତାକୁ ହ୍ୟାଣ୍ଡଲ କରିନେଲା ପରେ, ଓକେ, ହ୍ୟାଣ୍ଡଲ କରିନେଲା ପରେ ତ ପେମେଣ୍ଟ ପେମେଣ୍ଟ ସେ କରିବ। ପେମେଣ୍ଟ କଲା ପରେ ତାକୁ ଜଏନ କଲ। ଗୋଟେ ମିନିଟ୍। ସରି। ପେମେଣ୍ଟ ଆଣି ସାରିଲା ପରେ ଆଉ ଜଏନିଂ କେମିତି କଣ ହବ ଆମ କମ୍ପାନୀରେ, ସେଇଟା ତମ ସ୍ପନ୍ସର କୁ ପଚାରିବ। ଆଜିର ମିଟିଂ ସେକ୍ସନ ଉପରେ ଯାହାର ଯାହା ଡାଉଟ୍ସ ମତେ ପଚାର। ଅବଜେକ୍ସନ କେମିତି କଣ ହ୍ୟାଣ୍ଡଲ କରିବ କଣ ନାହିଁ ସବୁ କଥା ଏଥିରେ କହୁଛନ୍ତି ମାସକୁ ଦରମା କେତେ? ସେମିତି କହିବନି। ମାସକୁ ତାଙ୍କୁ କୁହ କି ଭାଇ କି ଭଉଣୀ, ତୁମର ମାସକୁ ଏଥିରେ ଦରମା ନାହିଁ, ମାସକୁ ତୁମେ ଆର୍ନିଂ କରିପାରିବ। ଆମର ଯେମିତି ଆର୍ନିଂ କରୁଛନ୍ତି ପିଲା, ତୁମେ ସେମିତି ଆର୍ନିଂ କରିପାରିବ। 30 ରୁ 40 ହଜାର ଟଙ୍କା ଘରେ ବସିକି ମାତ୍ର 3 ରୁ 4 ଘଣ୍ଟା ୱାର୍କ କରିକି ଆର୍ନିଂ କରିପାରିବ। ଆଉ ମାନେ ପର ଡେ ତୁମର ମାନେ ପର ଡେ ଧର ତୁମେ ଯଦି ଜଣଙ୍କ ସହିତ ଆମର କମ୍ପାନୀରେ ୱାର୍କ ଷ୍ଟାର୍ଟ କରୁଛ, ଦେନ୍ 30 ମିନିଟ ଭିତରେ ତୁମ ଆକାଉଣ୍ଟ କୁ ଟ୍ରାନ୍ସଫର ହେଇପାରିବ ପଇସା, ଏମିତି କହିପାର। ସାର୍ ହ୍ୱାଟ୍ସଆପରେ କାହାକୁ ଖରାପ ଭିଡିଓ ସେଣ୍ଡ କରୁଛନ୍ତି? ଭାଇ ସିମ୍ପଲ କଥା ଅମିତ ଭାଇ, ଅମିତ ସରି ଅମିତ ଭାଇ ଗଲି, ଅମିତା ସିଷ୍ଟର, ସିମ୍ପଲ କଥା ଏଟା। ସିମ୍ପଲ କଥା, ତାଙ୍କୁ ସିଧା ବ୍ଲକ କର ନା। କାହିଁକି ତାଙ୍କୁ ରଖିଛ? ଯୋଉମାନେ କେବଳ ତୁମକୁ ବିଜନେସ ରିଲେଟେଡ କହିଲେ ନା, ତାଙ୍କୁ ରଖ। ଆଉ ଯୋଉମାନେ ଏଣୁ ତେଣୁ ଯାହା ବି କହିଲେ, ତୁମକୁ ଖରାପ ଭାଷା କହିଲେ କି ଖରାପ କଥା କହିଲେ କି ଖରାପ ଭିଡିଓ ଦେଲେ, ତାଙ୍କୁ ସିମ୍ପଲ ସିଧା କଥା ବ୍ଲକ କର। ଦରକାର ହିଁ ନାହିଁ। କରିବି କି? ଦେଖ, ଲିଡ୍ ଆସୁନାହାନ୍ତି ସେଟା ମାନେ ଲିଡ୍ ଆସୁନାହାନ୍ତି ମାନେ ସେଟା ତୁମର ରୟାଲ ସ୍ପନ୍ସର ଯେ ତୁମକୁ କହିବେ। ଆଉ ଆମର ଡେଲି ଟ୍ରେନିଂ ହଉଛି ଲିଡ୍ସ କଣ, ମାନେ କେତେ କଣ ଆର୍ନିଂ, ମାନେ ଲିଡ୍ସ କୁ କେମିତି ଜେନେରେସନ, ସବୁ କିଛି। ଆଉ ଲିଡ୍ ଆସିବା ପାଇଁ ତ ଭାଇ ତୁମର ନା ଫାଷ୍ଟ ନିଜର ଇନଷ୍ଟାଗ୍ରାମ ପ୍ରୋଫାଇଲ ଠିକ ହବା ଦରକାର। ଆଉ ଯୋଉମାନଙ୍କର ଇନଷ୍ଟାଗ୍ରାମ ପ୍ରୋଫାଇଲ ଠିକ ଅଛି ନା, ସେମାନଙ୍କ ପାଖକୁ ଲିଡ୍ସ ଆସିବେ ହିଁ ଆସିବେ। ଏଇ ଅମିତା, ତାଙ୍କୁ ଲେଫ୍ଟ କରିଦିଅ, ଗ୍ରୁପ ରୁ ଲେଫ୍ଟ କର। ଆଉ କେବେ ଗ୍ରୁପ କରନି, କେବେ ବି ଗ୍ରୁପ କରନି। ମାନେ ବ୍ରଡକାଷ୍ଟ କର, ବୁଝିପାରିଲ? ବ୍ରଡକାଷ୍ଟ କର ସବୁବେଳେ। ଲିଡ୍ ମାନଙ୍କୁ କେବେ ଗ୍ରୁପ କଲେ ନା, ଦେଖ ଆମର ଯୋଉ କୋର ଗ୍ରୁପ ଅଛି କିମ୍ବା ଯୋଉ ଅଲଗା ସବୁ ଗ୍ରୁପ ଅଛି, ସେଥିରେ ସେମିତି ମେଚୁର ଲୋକ ଅଛନ୍ତି, କୋଉ ଝିଅ ପୁଅକୁ ମେସେଜ କରିବେନି।
ବଟ୍ ଏମାନେ ଯୋଉ ନୂଆ ନୂଆ ପିଲା ଆସନ୍ତି ନା ସେମାନେ କଣ କରନ୍ତି ନା ଝିଅ ପୁଅଙ୍କୁ ମେସେଜ କରନ୍ତି। ତ ଗ୍ରୁପ କରନି, ବ୍ରଡକାଷ୍ଟ କର ଯାହା ଦ୍ୱାରା କି ତୁମେ ହିଁ ମେସେଜ କରିବ ତାଙ୍କ ପାଖକୁ ଓନ୍ଲି ଯିବ, କି ସେମାନେ କାହାରି ମେସେଜ ପାଇବେନି। ବୁଝିପାରିଲ? ଦେନ୍ ଲିଡ୍ ଆସିଲା ପରେ ତାଙ୍କ କାମ କଣ? ଏଇ ଲିଡ୍ ଆସିଲା ପରେ ତାଙ୍କୁ ତୁମେ ନେଇକି ଆସ, ମିଟିଂକୁ ନେଇକି ଆସ, ତାଙ୍କୁ ସେମିତି ସବୁ କିଛି ବୁଝାଅ। ବୁଝି ସାରିଲା ପରେ ତାଙ୍କର ବି ମାନେ ଆର୍ନିଂ ଷ୍ଟାର୍ଟ କର, ତାଙ୍କୁ ଜଏନ କର ଆମ କମ୍ପାନୀରେ। ଆମ କମ୍ପାନୀରେ ଜଏନ କର, ତାଙ୍କୁ ଧର ମିଟିଂ ଆଟେଣ୍ଡ କଲେ ତାଙ୍କ ଅବଜେକ୍ସନ କ୍ଲିୟର କର, ଦେନ୍ ଡାଉଟ୍ କ୍ଲିୟର କର, ଦେନ୍ ତାକୁ ଆମ କମ୍ପାନୀରେ ଜଏନ କର, ଦେନ୍ ତାଙ୍କୁ ସେମିତି ତାଙ୍କୁ ବି କୁହ କି ଆମର କୋର୍ସ ସେଲ କର ଆର୍ନିଂ କରିପାରିବ, ନହେଲେ ଭିଡିଓ ଏଡିଟିଂ ଶିଖିକି ବି ଆର୍ନିଂ କରିପାରିବ। ସିମ୍ପଲ କଥା। ଲିଡ୍ ମାନେ ସେଠିକି ଆସୁଛନ୍ତି, ପଚାରୁଛନ୍ତି ସେଥିରେ କାମ କଣ ଆଗକୁ। ଓ ଠିକ ଅଛି, କାମ କଣ ଆଗକୁ ସେଇଠି ତାଙ୍କୁ କହିବ ଭାଇ ଦେଖ ତୁ ତୁମେ ମତେ ମେସେଜ କଲ କେମିତି ନା ମୋର ଗୋଟେ ଇନଷ୍ଟାଗ୍ରାମ ରେ ଆଡ ରନ୍ ହଉଥିଲା, ସେଇଥିରେ ମତେ ମେସେଜ କଲ। ତ ଆଡ ରନ୍ ଇନଷ୍ଟାଗ୍ରାମ ଟା ସମସ୍ତଙ୍କ ପାଖରେ ଆଡ ରନ୍ ହଉଛି, ତ ସେମିତି ତ ଆପଣ ଏକିଟିଆ କରିନାହାନ୍ତି କି ମାନେ ଚାରି ପାଞ୍ଚ ଜଣ କରିନାହାନ୍ତି ଭାଇ, ମୁଁ ଆପଣଙ୍କୁ କଲ ରେ ସବୁ କିଛି ବୁଝେଇକି କହିଦେବି। ସେଥିପାଇଁ କଣ ଅଛି ନା ଆମର ଗୋଟେ ମିଟିଂ ରହୁଛି 8ଟା ବେଳେ, ତ ଆପଣ ସେ ମିଟିଂ କୁ ଆସନ୍ତୁ। ମିଟିଂ ଆଟେଣ୍ଡ କରିଦେଲେ ଆପଣଙ୍କୁ ପୁରା ପୁରି କ୍ଲିୟର ହେଇଯିବ। ବୁଝିପାରିଲେ? ପୁରା ପୁରି କ୍ଲିୟର ହେଇଯିବ ଯେ କେମିତି କଣ ୱାର୍କ କେମିତି କରିବାର ଅଛି, କେମିତି ଆର୍ନିଂ କରିବ, କେତେ ଟଙ୍କା ପର୍ଯ୍ୟନ୍ତ ଆର୍ନିଂ କରିବ। ଓକେ, ସେଗୁଡାକୁ ସବୁ ତୁମର କ୍ଲିୟର ହେଇଯିବ। ଦେନ୍ ବ୍ରଡକାଷ୍ଟ କେମିତି କରିବାର ଅଛି ସାର୍ ପ୍ଲିଜ କହିଦେବେ। ଅମିତା ତୁମର ସ୍ପନ୍ସର କିଏ? ତୁମ ସ୍ପନ୍ସର କୁ ତୁମର ତୁମେ କେମିତି କଣ ବ୍ରଡକାଷ୍ଟ କରିବ କଣ ନାହିଁ ସେଟା ତୁମେ ତାଙ୍କୁ ପଚାରି ପାରିବ। ଓକେ, ମୁଁ ଆଜିର ଯୋଉ ଟପିକ ହଉଛି କଣ ନା ଅବଜେକ୍ସନ ହ୍ୟାଣ୍ଡଲିଂ। ଆଉ କାହାର କଣ ଲିଡ୍ ଯୋଉମାନେ ବି ଆସୁଛନ୍ତି ତମ ପାଖକୁ ଲିଡ୍ ଆସୁଛନ୍ତି, ଯାହାର ଆଡରନ ହଉଛି କି ଯିଏ ବି ଫ୍ରେଣ୍ଡ ୱାର୍କ କରୁଛ ଫ୍ରେଣ୍ଡ ସର୍କଲ ରେ, ଯୋଉ ଲିଡ୍ ମାନେ କଣ ଅବଜେକ୍ସନ ଦଉଛନ୍ତି ସେଇଟା ମତେ କୁହ ଭାଇ। ତ ଯାହାକୁ ଜଏନ କରିବି ତାକୁ ଫାଷ୍ଟ ଜଏନ କରିବି ତ କାହାକୁ ଦେବି ମନ୍ଦାକିନି ସେଟା ତୁମ ସ୍ପନ୍ସର କୁ ପଚାରିବ। ଓକେ, ସ୍ପନ୍ସର କହିଦେବେ। 1550 କେତେ ଦିନ ପାଇଁ ରହିବ? ସିଆ କଣ ମେସେଜ ଯୋଉ ଟାଇପ କଲ ଏଟା ବୁଝି ହେଲାନି। ଲାଇଫ ଏସେସ୍ ରହୁଛି, ହଁ ସିଓର ଲାଇଫ ଏସେସ୍ ରହୁଛି। ଦେଖ ଆମେ ବି ତ 1500 ଇନଭେଷ୍ଟମେଣ୍ଟ କରୁଛୁ ନା, ଆମେ ବି ତ 1500 ଇନଭେଷ୍ଟମେଣ୍ଟ କରୁଛୁ। ମନ୍ଦାକିନୀ ସେ କଲ୍ କରୁନାହାନ୍ତି। ମନ୍ଦାକିନୀ ତୁମ ସ୍ପନ୍ସର ନେମ୍ କଣ? ତାଙ୍କୁ ମେସେଜ କର, ନହେଲେ ମୁଁ ଏଇଠି ମୋ ଚାଟ ସେକ୍ସନ ରେ ମୋର ନମ୍ବର ଦେଇ ଦଉଛି, ଯୋଉ ମିଟିଂ ପରେ ମତେ ମେସେଜ କରିବ। ମୋ ନମ୍ବର ଏଟା। ଓକେ, 1500 ଲାଇଭ ଏସେସ୍ ହଉଛି, ହଁ ହଉଛି ସାର୍ ଯଦି ଲିଡ୍ ନ ମିଳିଲେ ତାହେଲେ ଡେଲି ଇନକମ କେମିତି କରିବି? ଯଦି ଲିଡ୍ସ ନ ମିଳିଲେ, ଓକେ, ଯଦି ତୁମକୁ ଲିଡ୍ସ ନ ମିଳିଲେ ତୁମେ କଣ କରିବ ନା ଏଡିଟିଂ ଶିଖି, ଭାଇ ମ୍ୟୁଟ କର। हाँ कहीं ତୁମେ ଏଡିଟିଂ ଶିଖିକି ଆର୍ନିଂ କରିପାରିବ ସ୍ମୃତି, ଆରାମ ସେ। ଏଡିଟିଂ ଆମ କମ୍ପାନୀ ତୁମେ ଯୋଉ ପ୍ୟାକେଜ ନେଇଥିବ ତାପରେ ଶିଖିକି ତୁମେ ଆର୍ନିଂ କରିପାରିବ। ହଁ ସେମିତି ବି ରହୁଛି, ତୁମେ ଅଧିକା ଯଦି ଇନକମ କରିପାରୁଛ ସେଟା ତୁମେ ସ୍ପନ୍ସରଙ୍କୁ କୁହ ଅପଗ୍ରେଡ କରିବା ପାଇଁ, ଅଧିକା କିଛି ସ୍କିଲ୍ ଶିଖିବା ପାଇଁ ନା, ଅଧିକା ଇନକମ ପାଇଁ ୟୁଟ୍ୟୁବ ପାଇଁ ୟୁଜ କରିବାକୁ ପଡିବ। ସେଟା ଲିପି ତୁମେ ସ୍ପନ୍ସର ମାନଙ୍କ ପାଖରୁ ତୁମର ଯେ ସ୍ପନ୍ସର ଅଛି ସେଟା ବୁଝିପାରିବ। ଭାଇ ମତେ ଏବେ ଡାଉଟସ କୁହ କି ତୁମର ଯୋଉମାନେ ଲିଡ୍ ଆସୁଛନ୍ତି ସେମାନଙ୍କୁ କେମିତି ତୁମେ ହ୍ୟାଣ୍ଡଲ କରୁଛ, କଣ କରୁଛ ସେଇ କଥା ମତେ କୁହ। ଓକେ, ଆଉ ଯାହାବି ତୁମର ଡାଉଟ ତୁମ ସ୍ପନ୍ସର କୁ ପଚାରି ପାରିବ। ହିନ୍ଦୀ ଲିଡ୍ସ ଆଇସା ଏଇଟା ତ ଆମର ଓଡିଆ, ଏଗୁଟା ଏଠି ତ ଓଡିଆରେ ଆମର ମିଟିଂ ହୁଏ, ହିନ୍ଦୀରେ ଏତେ ମିଟିଂ ହୁଏନି।
ତ ସେଟା ତୁମ ସ୍ପନ୍ସରଙ୍କ ସହିତ କଥା ହବ। ଓକେ। ଏଇ ତୁମର ଯାହା ବି କମ୍ପାନୀ ରିଲେଟେଡ ଡାଉଟ୍ ନା ତୁମ ସ୍ପନ୍ସରଙ୍କ ସହିତ କଥା ହେଇପାରିବ। ବୁଝିପାରିଲ? ଯାହା ବି ଡାଉଟ୍ ମତେ କେବଳ କ୍ୱେଶ୍ଚନ ମେସେଜ କର କି ମାନେ ଲିଡ୍ ମାନଙ୍କୁ ତୁମେ କେମିତି ଅବଜେକ୍ସନ କ୍ଲିୟର କରିପାରିବ। ବୁଝିପାରିଲ? ମୁଁ ସିଓର ପିୟୁଷ ଭାଇ ମତେ କଲ୍ କରିପାରିବ, ମୁଁ ତ ଚାଟ୍ ସେକ୍ସନରେ ମୋ ନମ୍ବର ଦେଇଛି, ମତେ କଲ୍ କରିପାରିବ। ଥ୍ୟାଙ୍କ ୟୁ ଭାଇ। ଆରେ ମୁଁ କହିଲି ପା ଯିଏ ବି ତୁମକୁ ବ୍ୟାଡ ଏସଏମଏସ୍ କରୁଛି ତାଙ୍କୁ ଡାଇରେକ୍ଟ ବ୍ଲକ କର। କିଛି ଦରକାର ନାହିଁ, ସେବାତିଆ ପ୍ରସ୍ପେକ୍ଟ ଆମର ଦରକାର ହିଁ ନାହିଁ ଆମ କମ୍ପାନୀକୁ, ତାଙ୍କୁ ଡାଇରେକ୍ଟ ବ୍ଲକ କର। ବୁଝିପାରିଲ? ମତେ ଏବେ ମେସେଜ ମାନେ ଚାଟ୍ ସେକ୍ସନରେ ରିପ୍ଲାଏ କର କି ମାନେ କାହାର କଣ ଡାଉଟ୍ସ ଏଇ ଯୋଉ ଅବଜେକ୍ସନ ହ୍ୟାଣ୍ଡଲିଂ ରେ ମୁଁ ଯୋଉ ଭିଡିଓ ନେଲି କାହାର କୋଉଠି ଡାଉଟ୍ସ ରହିଲା କି ଲିଡ୍ସ ମାନେ କଣ କହୁଛନ୍ତି, କଣ କହିଲେ ଲିଡ୍ସ କହୁଛନ୍ତି ନା, ଆମେ ଭାବିକି କହିବୁ କରିବୁ କି ନାହିଁ। ଆରେ ଠିକ ଅଛି, ସେଇଟା ତୁମେ କେମିତି ଅନୁପମ ରିପ୍ଲାଏ ଦବ। ଓକେ। ସେଇଠି ତାଙ୍କୁ କୁହ କି ଭାଇ ତୁ ମତେ ଗୋଟେ କଥା କହ, ତୁ ଗୋଟେ ଯେତେବେଳେ ତୁ ଗୋଟେ ପାଠ ପଢା ଷ୍ଟାର୍ଟ କରିଥିଲୁ ତ ତୁ ଭାବିଥିଲୁ ପ୍ରଥମ ଯେତେବେଳେ ତୁ ଷ୍ଟାର୍ଟ କରିଥିଲୁ ସେଇଟା ତୁ ଭାବିଥିଲୁ ହଁ ମୋର ପ୍ରଥମ ଶ୍ରେଣୀର ମାନେ ମୋର ମାନେ ପଢିବାର ଅଛି। ଓକେ। ଏଇ ରିଏଲମି ନାର୍ଜୋ 10 ଛାଡ, ଡିସ୍କସନ କରିବୁ କି ନାହିଁ ତାଙ୍କୁ ସେଇଠି ଦେଖ ଯୋଉମାନେ ବି କହୁଛନ୍ତି ଭାବିକି କରିବା ପାଇଁ ତାଙ୍କୁ ସେଇଠି କଣ କର ନା ତାଙ୍କୁ ଅର୍ଜେନ୍ସି କ୍ରିଏଟ କରିଦିଅ। ଓକେ ଭାଇ ତୁ ଭାବିକି କହ, ବଟ ଏଇଠି ତୁ ଜାଣିଥିବୁ କି ମାନେ 50% ଡିସକାଉଣ୍ଟର ମାତ୍ର 10ଟା ମାନେ ସ୍ଲଟ ଅଛି। ନେକ୍ସଟ ଟାଇମ ତୁ ଯେତେବେଳେ ହ୍ୱାଟ୍ସଆପ୍ କରିବୁ 3000 ଟଙ୍କା ଲାଗିବ। ଯଦି ତୁ 3000 ଟଙ୍କା ଦବା ପାଇଁ ଖୁସି ଥିବୁ ଦେନ୍ ତୁ ତାହେଲେ ଭାବ, କିଛି ଅସୁବିଧା ନାହିଁ ଭାଇ। କାହିଁକି ନା ଆମ କମ୍ପାନୀରେ ତ ତୁ ଏକିଟିଆ ଲୋକ ନାହୁଁ, ମିନିମମ୍ 50 ରୁ 60 ଲୋକ ଅଛନ୍ତି। ମିନିମମ୍ 50 ରୁ 60 ଲୋକ ଅଛନ୍ତି, ମାନେ ତ ସେମାନଙ୍କର ବି ଲିଡ୍ ଆସୁଛନ୍ତି। କି ମୋ ଅଣ୍ଡରେ ତୁ ଏକୁଟିଆ ନାହୁଁ, ଏମିତି ତାଙ୍କୁ କହିପାରିବ, ଭାବିକି କହିବୁ ଯୋଉମାନେ କହୁଛନ୍ତି। ଲିଡ୍ସ ମାନେ ଆଗ କାମ କଣ ପଚାରୁଛନ୍ତି, ମୁଁ କହିଲି ବା ଶ୍ରୁତି ପ୍ରଭା ତାଙ୍କୁ କୁହ କି ଭାଇ ଏବେ ଯଦି ମୁଁ ତତେ କଲ୍ କରିକି ବୁଝେଇବି ନା ମତେ ମିନିମମ୍ ଅଧଘଣ୍ଟାରୁ ଘଣ୍ଟାରେ ଲାଗିବ। ଆଉ ଏଇଟା କି ପସିବୁଲ ନୁହଁ କି ମାନେ ମୁଁ ତତେ ସବୁ ମାନେ ମିନିମମ୍ 50 ରୁ 60 ଜଣଙ୍କୁ କଲ ରେ ସବୁ କାମ କଣ କେମିତି ଆର୍ନିଂ କରିବ ସେଇଟା ବୁଝେଇବି। ତ ଏଥିପାଇଁ ଆମ କମ୍ପାନୀ ରଖୁଛି କି ମିଟିଂ ରଖୁଛି ତୁମର ଡାଉଟ କ୍ଲିୟର ପାଇଁ। ଏମିତି ତାଙ୍କୁ କହିପାର ଯୋଉମାନେ କାମ କଣ ପଚାରୁଛନ୍ତି। କେହି ରାଜି ହଉନାହାନ୍ତି। ତ ସ୍ମୃତି ପ୍ରିୟା ତୁମର କଲିଙ୍ଗ ଏଗୁରା କିଛି ପ୍ରୋବ୍ଲେମ ଥିବ ବୁଝିପାରିଲ। ତ ଏଇଟା ହଉଛି ତୁମେ କନସିଷ୍ଟେନ୍ସି ମେଣ୍ଟେନ କର। ଓକେ। ଏମିତି ଆସିବ ରିଜେକ୍ସନ ଆସିବ। ଓକେ। ରିଜେକ୍ସନ ଆସିବ ମାନେ କିଛି ସମୟ ୱେଟ କର, ସକ୍ସେସ୍ ଆସିବ ଭାଇ। ଭଉଣୀ ସକ୍ସେସ୍ ଆସିବ। ଏଇଟା କିଛି ଖରାପ ପ୍ଲାଟଫର୍ମ ନୁହଁ, ସକ୍ସେସ୍ ଆସିବ। ଏବେ ଆଉ କାହାର କଣ ଡାଉଟ୍ସ ରହିଲା ମତେ କୁହ। ମୋ ଭଏସ କ୍ଲିୟର ଆସୁଛି? ଏବେ ଆଉ କାହାର କଣ ଡାଉଟ୍ସ ରହିଲା? ଅଲ୍ କ୍ଲିୟର। ଓକେ। ଏବେ ଆଉ କାହାର କଣ ଡାଉଟ୍ସ ରହିଲା, ଅବଜେକ୍ସନ ଉପରେ ଆଉ କାହାର କଣ ଡାଉଟ୍ସ ଥିଲା? ଭାଇ ସମସ୍ତେ ମନା କରୁଛନ୍ତି। ତ ଭାଇ ସୋନିଆ ସୋନାଲି ଭୋଇ ସେଟା ତୁମର କିଛି ମାନେ କଲିଂ ସିଷ୍ଟମରେ ପ୍ରୋବ୍ଲେମ ଥିବ କି ତୁମର କିଛି ମାନେ ଯୋଉ ଚାଟ୍ ପ୍ରୋବ୍ଲେମ ଥିବ, କେମିତି କଣ ଇନଷ୍ଟାଗ୍ରାମ ରୁ ଆଣିବା ପ୍ରୋସେସ ପ୍ରୋବ୍ଲେମ ଥିବ। ସେଟା ଯୋଉ କାଲି ଯେମିତି ଆୟୁଷ ସାର୍ ଭିଡିଓ ମିଟିଂ ନଉଥିଲେ ସେଥିରେ ତ ମୁଁ କଲିଂ ପ୍ରୋସେସ ବୁଝା ହେଇଥିଲା। ବୁଝିପାରିଲ? ସେ ୱେ ଆପ୍ଲାଏ କରିପାରିବ। ଓକେ। ଓକେ। ଆଉ କାହାର କଣ ଡାଉଟ୍ସ ଚାଟ୍ ସେକ୍ସନରେ ଜଲ୍ଦି ରିପ୍ଲାଏ କର। କ୍ଲିୟର। ଓକେ। ଆଉ କାହାର କଣ ଡାଉଟ୍ସ? ଯାହାର ବି ଯାହା ଡାଉଟ୍ସ ଅଛି ଏ ଠୁ ଜେଡ୍ ଲିଡ୍ସ କୁ ନେଇକି ଯାହାର ବି ଯାହା ଡାଉଟ୍ସ ଅଛି, ଆଉ ମୁଁ ବି ଯୋଉ ଆଜି ମିଟିଂ ନେଲି, ମୁଁ ବି ଯୋଉ ଆଜି ମିଟିଂ ନେଲି ଯେତେଟା ବି ଷ୍ଟେପ୍ କହିଲି ଓକେ।
ତାକୁ ବି ତୁମେ ତା ଉପରେ ବି ଯାହା ବି ଡାଉଟ୍ସ ଅଛି ମତେ କହିପାର। ଓକେ, ଗୋଟେ ପିଲା ଆଡ କଲେ କେତେ ପଇସା ମିଳିବ? ଭାଇ ପ୍ୟାକେଜ ଅନୁସାରେ ପଇସା। ଓକେ, ଯୋଉ ମାନେ ପ୍ୟାକେଜ ରେ ଆଡ କରିବ ସେଇ ଅନୁସାରେ ପଇସା ପାଇବ। ନ୍ୟୁ ପିଲାକୁ ଫାଷ୍ଟ କଣ କହିବ? ନ୍ୟୁ ପିଲାକୁ ଫାଷ୍ଟ କଣ କହିବ? ବୁଝିହେଲାନି ଭାଇ। ନ୍ୟୁ ପିଲା ମାନେ ତୁମ କତିକି ପ୍ରସ୍ପେକ୍ଟ ଆସିଛନ୍ତି ଇନଷ୍ଟାଗ୍ରାମ ରୁ ହ୍ୱାଟ୍ସଆପ କୁ, ନା ସେମିତି ତୁମ ଫ୍ରେଣ୍ଡ ସର୍କଲ ରୁ, ନା କଣ? ଏ କଥାଟା ରଞ୍ଜିତ ଭାଇ ମୁଁ ବୁଝିପାରିଲିନି ତୁମର। ନ୍ୟୁ ପିଲାକୁ ଫାଷ୍ଟ କଣ କହିବ? ଯେତେ ବି list ଆସିବ କ୍ୱେଶ୍ଚନ ତ ବହୁତ କରିବେ। ଆମେ କିନ୍ତୁ ଗୋଟେ କଥା କହିଲେ ଗୋଟେ ମିଟିଂ ଆଇସା ଦେଖ, ମିଟିଂ ଟା ଏଥିପାଇଁ ରହୁଛି କି ତୁମେ ଯେମିତି ଡେଲି 2-3 ହଜାର ଟଙ୍କା ଆର୍ନିଂ କରିପାର। ଯଦି ତୁମେ ଲେଟ୍ ଦେଖ, ଯାହାର ବି ଆଡ ରନ୍ ହଉଛି କି ଫ୍ରେଣ୍ଡ ସର୍କଲ ଉପରେ ୱାର୍କ କରୁଛ, ଯଦି ତୁମେ ସେମାନଙ୍କୁ ଡେଲି ବୁଝେଇବ ନା, ତ ତୁମର ଏନର୍ଜି ୱେଷ୍ଟ, ଟାଇମ ୱେଷ୍ଟ, ତା ସହିତ ମାନେ କହିବାକୁ ଗଲେ ସେମାନେ ବହୁତ କିଛି ୱେଷ୍ଟ ହଉଛି। ବୁଝିପାରିଲ? ତ ସେଥିପାଇଁ ଆମର ମିଟିଂ ରହିଛି। ତ ତାଙ୍କୁ ତୁମେ କୁହ ନା, ତାଙ୍କୁ କୁହ କି ଏମିତି ଭାଇ ମୁଁ ତତେ ଯଦି ଏବେ ବୁଝଉଛି ନା, ମୋର ଏତିକି କିଛି ୱେଷ୍ଟ ହବ, ଆଉ ତୁ ବି ଏକିଟିଆ ନାଉ, 100+ ଲୋକ ମୋ ପାଖରେ ଅଛନ୍ତି। ତ ସେମାନଙ୍କୁ ତ ମୁଁ କଲ ରେ ବୁଝେଇ ପାରିବିନି ନା, ମୁଁ ବି ତ ଗୋଟେ ମଣିଷ। ତୁ ବି ଯେମିତି ଗୋଟେ ମଣିଷ, ମୁଁ ବି ତ ଗୋଟେ ମଣିଷ। ସେମାନଙ୍କୁ ତତେ ଯଦି ମୁଁ କଲ ରେ ବୁଝଉଛି, ସେମାନେ ବି ମତେ ଏମିତି କହୁଛନ୍ତି କଲ ରେ ବୁଝିବା ପାଇଁ, ତ ସେମାନଙ୍କୁ ବି ମୁଁ ତ କଲ ରେ ବୁଝେଇ ପାରିବିନି ନା। ଏମିତି କହିକି ତାଙ୍କୁ ମିଟିଂ କୁ ଆଣ। ଓକେ, ମିଟିଂ କୁ ଆଣିଲା ପରେ ତାଙ୍କର 70% ହେଇଯିବ କି ମାନେ କୋର୍ସ ସେମାନେ ବୁଝିଯିବେ। ବୁଝିପାରିଲ? ଆଉ 30% ରହୁଛି ତୁମ ଉପରେ। ତୁମେ କେମିତି ତାଙ୍କୁ ଡାଉଟ କ୍ଲିୟର କରୁଛ, କେମିତି ଅବଜେକ୍ସନ ହ୍ୟାଣ୍ଡଲ କରୁଛ, ସେଗୁଡାକ ରହୁଛି ତୁମ ଉପରେ। ଭାଇ ତୁମ ଭିଡିଓ ପ୍ରୋଭାଇଡ କରିବ। ଓକେ ଓକେ ଓକେ, ବହୁତ ଭଲ କଥା ରିଙ୍କୁଲ ଭାଇ। କିଛି ଅସୁବିଧା ନାହିଁ, 1500 ୱାଟ ଷ୍ଟାର୍ଟ କରିଛ ତ କିଛି ପ୍ରୋବ୍ଲେମ ନାହିଁ ଭାଇ। ବହୁତ ଭଲ ପ୍ଲାଟଫର୍ମ ରେ ୱାଟ ଷ୍ଟାର୍ଟ କରିଛ। ଫ୍ରେଣ୍ଡ ମାନଙ୍କୁ। ଓକେ ରଞ୍ଜିତ ଭାଇ କଣ? ଫ୍ରେଣ୍ଡ ମାନଙ୍କୁ କୁହ ଭାଇ, ଏମିତି ମୁଁ ଗୋଟେ ପ୍ଲାଟଫର୍ମ ରେ ୱାର୍କ ଷ୍ଟାର୍ଟ କରିଛି, ଯୋଉଥିରେ କି ତତେ ବହୁତ ଭଲ ଭଲ ସ୍କିଲ୍ କିଛି ଶିଖିବାକୁ ମିଳିଯିବ। ତା ଭାଇ ମ୍ୟୁଟ କର। ଯୋଉଥିରେ ତତେ ବହୁତ ଭଲ ଭଲ ସ୍କିଲ୍ ଶିଖିବାର ଅଛି, ଆଉ ମୋର ବି ତ ଆର୍ନିଂ ରହୁଛି ଡେଲି। ଆଉ ତୁ ତ ମୁଁ ତ ସବୁ ପ୍ରୁଫ ପକଉଛି ଦେଖୁଥିବୁ। ଆଉ ତୁ କାହିଁକି ୱାର୍କ ଷ୍ଟାର୍ଟ କରୁନୁ? ବୁଝିପାରୁଛ ରଞ୍ଜିତ ଭାଇ? ତାଙ୍କୁ କୁହ, ତୁ କାହିଁକି ଭାଇ ୱାର୍କ ଷ୍ଟାର୍ଟ କରୁନୁ? ତୁ ବି ତ ୱାର୍କ ଷ୍ଟାର୍ଟ ଥରେ କର। ତୁ ବି ତ, ମୁଁ ଦେଖୁଛି ତୁ ବି ତ ଫାଇନାନ୍ସିଆଲି ମାନେ ଠିକ ନାହୁଁ, ତ ତୁ ବି ତ ନିଜେ ୱାର୍କ ଷ୍ଟାର୍ଟ କର ମୋ ଅଣ୍ଡରରେ। ବୁଝିପାରୁଛ? ଏମିତି କହିକି ତାଙ୍କୁ ମିଟିଂ କୁ ଆଣିପାରିବ। ହାଉ ଟୁ ଡେଲି ଇନକମ୍ ଦ ନୋଲେଜ। ଭାଇ ସ୍ମୃତିପ୍ରିୟା, ଫାର୍ଷ୍ଟ କଥା ହଉଛି କି ଆମର କମ୍ପାନୀ ହଉଛି କୋର୍ସ ସେଲିଂ। ଓକେ, ତ ଯୋଉ ଅନୁସାରେ କୋର୍ସ ସେଲ କରିବ ସେଇ ଅନୁସାରେ ଆର୍ନିଂ। ଫାଷ୍ଟ, ଯୋଉଟା କି ଯଦି ତୁମେ ଏଡିଟିଂ ଶିଖିକି ଯାଇକି ଆର୍ନିଂ କରୁଛ, ଗୋଟେ ମନ୍ଥରେ ଯଦି ତୁମେ ଏଡିଟିଂ ଶିଖି ସାରିଲା ପରେ ଆର୍ନିଂ କରୁଛ, ଦେନ୍ ଯୋଉଠି ତୁମେ 30,000 ଟଙ୍କା ଆର୍ନିଂ କଲା ବେଳକୁ, ଯୋଉମାନେ ରେଫରାଲ ମାର୍କେଟିଂ ଉପରେ ଆର୍ନିଂ କରୁଥିବେ, ସେମାନେ ସେଇଠି 50,000-60,000 ଟଙ୍କା ଆର୍ନିଂ କରିସାରିଥିବେ। ବୁଝିପାରିଲ? ଆଉ ସେଥିପାଇଁ ଲିଡ୍ ଦରକାର। ଲିଡ୍ ହେଲେ କଣ, ଇନଷ୍ଟାଗ୍ରାମ ପ୍ରୋଫାଇଲ ଷ୍ଟ୍ରଙ୍ଗ କର। ଓକେ, କଣ କହିବା ପାଇଁ କହିଦେଲି ଭାଇ। ଓକେ ଥ୍ୟାଙ୍କ ୟୁ। ଏଡିଟିଂ କେମିତି କରିବା? ପ୍ରିୟବ୍ରତ ଭାଇ, ଏଡିଟିଂ କେମିତି କରିବ କଣ ନାହିଁ, ତୁମର ଯିଏ ସ୍ପନ୍ସର ଥିବେ, ଓକେ, ଯିଏ ବି ସ୍ପନ୍ସର ଥିବେ ତାଙ୍କୁ ପଚାରିବ। এই ମିଟିଂ ପରେ ଯିଏ ବି ସ୍ପନ୍ସର ଥିବେ ତୁମର, ତାଙ୍କୁ ପଚାରିବ କୋଉଠି କୋର୍ସ ଅଛି, କେତେଟା ଆପ୍, କଣ ସବୁ କିଛି ସେ କହିଦେବେ। ଓକେ, ତ ଭାଇ 599 ଇନଭେଷ୍ଟମେଣ୍ଟ କର କି 1599 ଇନଭେଷ୍ଟ କର, 5,000 ଇନଭେଷ୍ଟ କର, 6,000 ଇନଭେଷ୍ଟ କର, କିଛି ନାହିଁ ଭାଇ। ସିମ୍ପଲ କଥା, କୋର୍ସ ସେଲ କର, ଆର୍ନିଂ କର। ନହେଲେ ସେଠୁ କୋର୍ସ ଶିଖ, ଯାଇକି ଇନଷ୍ଟାଗ୍ରାମ ରେ ନିଜର ମାନେ ଷ୍ଟୋରି ଏଡିଟ କର କି ନିଜର ୟୁଟ୍ୟୁବ ଏଡିଟ କର। ଓକେ, ଆମେ ଏବେ ନ୍ୟୁ ରେ ୱାର୍କ ଷ୍ଟାର୍ଟ କରୁଛୁ, ଆମର କିଛି ଇନକମ୍ ନାହିଁ, ତ ଆମେ ହାଇଲାଇଟ ରେ କଣ କରିବୁ? କରିବୁ ସାମ୍ନା ବାଲା କଣ ଟ୍ରଷ୍ଟ ରହିବା। ଓକେ, ସେଇ ଜାଗାରେ ସାମ୍ନା ବାଲା ଯେତେବେଳେ ତୁମ ପାଖକୁ କହୁଛି ତୁମର ଆର୍ନିଂ କେତେ, ଓକେ, ସେଇ ଜାଗାରେ ତାକୁ ଏମିତି କହିପାରିବ କି ଭାଇ ଦେଖ, ଆମେ ଗୋଟେ ଟିମ୍ ହେଇକି ଆର୍ନିଂ କରୁଛୁ ହେଲା,
ତ ତୁମର ଯିଏ ସ୍ପନ୍ସର ଥିବେ ତାଙ୍କର ବି ତ ଆର୍ନିଂ ହଉଥିବ। କିଛି ନାହିଁ, ସ୍ପନ୍ସର ଆର୍ନିଂ ଦରକାର ନାହିଁ, ଆୟୁଷ ସାରଙ୍କ ଆର୍ନିଂ ଭିଡିଓ ଥିବ ତୁମ ପାଖରେ, ହାଇଲାଇଟ ମେଣ୍ଟେନ କରିବା ପାଇଁ ଟିମ୍ ଆର୍ନିଂ ଗୋଟେ କରିକି ନିଜେ କରିପାରିବ। ଟିମ୍ ଆର୍ନିଂ କରିକି ଆୟୁଷ ସାରଙ୍କ ଆର୍ନିଂ ପକେଇ ପାରିବ। ଆଉ ଯିଏ ବି ଲୋକ ଆସିବ ପଚାରିବ ଆର୍ନିଂ କଥା, ତ ତୁମେ ତାଙ୍କୁ କହିପାରିବ କି ଭାଇ ଆମେ ଟିମ୍ ହେଇକି ଆର୍ନିଂ କରୁଛୁ, ଇଏ ହଉଛନ୍ତି ଆମ ଟିମ୍ ଲିଡର, ଏମିତି ଆମେ ଆର୍ନିଂ କରୁଛୁ, ସେମିତି ବି କହିପାରିବ। ନହେଲେ ତାକୁ କହିପାରିବ ଭାଇ ମୁଁ ଏଇ କିଛି ଦିନ ହେଲା ୱାର୍କ ଷ୍ଟାର୍ଟ କରିଛି, ସେଥିପାଇଁ ମୋର ଆର୍ନିଂ ହେଇନି, ବଟ୍ ମୋର ଅପକମିଂ ଡେଜରେ ଆର୍ନିଂ ହବ। ବୁଝିପାରିଲ, ମୁଁ ଏବେ ଶିଖୁଛି। ବୁଝିପାରିଲ, ଆଉ ଏବେ କାହାର କଣ ଅବଜେକ୍ସନ? ଭିଡିଓ ଏଡିଟିଂ କରିକି କେମିତି ଇନକମ କରିବୁ? ଦେଖ, ତୁମେ ଯଦି ଭିଡିଓ ଏଡିଟିଂ କରୁଛ ତାହେଲେ କେମିତି ଇନକମ କରିବ? ଆଜିକାଲି ତୁମେ ଯେମିତି ଜାଣିଥିବ କି ମାନେ ୟୁଟ୍ୟୁବରେ ଭିଡିଓ ପକେଇକି ତୁମେ ଆର୍ନିଂ କରିପାରିବ। ୟୁଟ୍ୟୁବରେ ଭିଡିଓ ପକେଇଲ, କଣ୍ଟେଣ୍ଟ ପୋଷ୍ଟ କଲ ଡେଲି ଡେଲି, ମାନେ ନିଜର କନସିଷ୍ଟେନ୍ସି ବନେଇ ରଖିଲ, ଡେଲି ଡେଲି କଣ୍ଟେଣ୍ଟ ପୋଷ୍ଟ କଲ, ଦେନ୍ ତୁମର ସବସ୍କ୍ରାଇबर ବଢିଲେ, ଭିଉଅର ବଢିଲେ, ଦେନ୍ ୟୁଟ୍ୟୁବ ମନିଟାଇଜେସନ ହବ, ସେମିତି ତୁମେ ଆର୍ନିଂ କରିପାରିବ। ଆଡ୍ ଚାଲିବା ପାଇଁ ପଇସା ଦେବାକୁ ପଡିବ, ସେଟା ଭାଇ ତୁମର ଯିଏ ସ୍ପନ୍ସର ଥିବ ତାକୁ ପଚାରିବ। ଓକେ। ଭାଇ 579 ଫଟୋ ଏଡିଟର ଅଛି ନା ଭିଭୋ V23, ଯିଏ ବି ତୁମର ସ୍ପନ୍ସର ଅଛି ତାଙ୍କୁ ତାଙ୍କ ସହିତ ଏଟା କ୍ଲିୟର ହେଇପାରିବ। ଓକେ। ମତେ ଏବେ କୁହ କି ମାନେ ଏଇ ଯୋଉ ତୁମ ପାଖରେ ଲିଡ୍ ଯୋଉ ଆସୁଛନ୍ତି ତୁମ ସେ ଫ୍ରେଣ୍ଡ ସର୍କଲ ହଉ କି ଆଡ୍ ଥ୍ରୁ ହଉ, ତାଙ୍କର ଅବଜେକ୍ସନ ମତେ କୁହ। ଭାଇ ଆମର ବିଲିଭ ହେଲେ ତ ଇନକମ କରିଛୁ ବୋଲି, ତାପରେ ଥିଲା ଆଡ୍। ହଁ ତ ଇନକମ କରିବା ପାଇଁ ତ ପିଲା ଆଡ କରିବା ଦରକାର ନା, ଆମର କୋର୍ସ ସେଲ କରିବା ଦରକାର ନା। ସେଇ ଯୋଉ ତୁମେ ଯୋଉ ଇନକମ ଟା କରିବ, ସେଇ ଇନକମ ଟା ପାଇଁ ତ କୋର୍ସ ସେଲ କରିବା ଦରକାର ନା। ତେବେ ଯାଇକି ତ ତୁମର ବିଲିଭ ଆସିବ, ହଁ ଏଇ ପ୍ଲାଟଫର୍ମ ରେ ଆମେ ଆର୍ନିଂ କରିପାରୁଛୁ କିଛି। ବୁଝିପାରିଲ, କି ଯୋଉମାନେ ବି ଏବେ ମୋ ଟିମ ରୁ ଅଛ କି ଯାହାର ବି ଟିମ ରୁ ଅଛ, ସେମାନେ ବି ତୁମ ଭଳି ଜିରୋ ରେ ଥିଲେ ଦିନେ, ଏବେ ବି ତାଙ୍କର ଆର୍ନିଂ 15,000 କି 30,000, ଗୋଟେ ଗୋଟେ ୱିକ ରେ ବି ଜଣ ଜଣଙ୍କର ଆର୍ନିଂ, ଆମ ସିନିୟର ଲିଡର ମାନଙ୍କର ଜଣ ଜଣଙ୍କର 8,000 10,000 ଏମିତି ଆର୍ନିଂ କରୁଛନ୍ତି। ବୁଝିପାରିଲ, ତ ଆମକୁ ବି ସେମାନେ ଯଦି ପଚାରିବେ ତୁମେ କେତେ ଇନକମ କରୁଛ, ତ ମୁଁ ତ କହିଲି ନା, ଏମିତି ବି କହିପାରେ ତାଙ୍କୁ କି ଆମେ ଗୋଟେ ଟିମ୍ ହେଇକି ୱାର୍କ କରୁଛୁ। ତାଙ୍କୁ କହିପାର ସରି ଭାଇ, ଟିମ୍ ହେଇକି ଆମେ ଗୋଟେ ଆର୍ନିଂ କରୁଛୁ। ବୁଝିପାରୁଛ, ତ ୟୁଟ୍ୟୁବରେ ମିଲିୟନ ଲାଇକ୍ ଆଉ କିଛି ସବସ୍କ୍ରାଇବ ହେଲେ ଇନକମ ଷ୍ଟାର୍ଟ ହବ। ତ ସେଇଟା ଭାଇ ସେଇଟା ତୁମେ ଦେଖିବ, ସେଟା ଏବେ ଏଇ ଟପିକ ସେଟା ନୁହଁ ହେଲା, ଅବଜେକ୍ସନ ହ୍ୟାଣ୍ଡଲିଙ୍ଗ ସେଟା ନୁହଁ। ଓକେ। ଓକେ, ଏବେ ଆଉ କଣ କାହାର ଡାଉଟ୍ସ? ଫଟାଫଟ ମେସେଜ କର ଯାହାର ବି ଯାହା ଡାଉଟ୍ସ ଅଛି, ଯାହାର ବି ଏନିଥିଙ୍ଗ ଡାଉଟ୍ସ, ମାନେ ଲିଡ୍ସ ଉପରେ କେବଳ, ଅବଜେକ୍ସନ ଉପରେ ଯାହାର ବି ଯାହା ଡାଉଟ୍ସ ଅଛି ମେସେଜ କର। ଯୋଉମାନଙ୍କର ଆଡ୍ ରନ୍ ହଉଛି ସେମାନେ ବି ମେସେଜ କର, ଯୋଉମାନଙ୍କର ଆଡ୍ ରନ୍ ହଉନି ସେମାନେ ବି ମେସେଜ କରିପାର। ସେମାନେ ତ ଭାଇ କିଛି କଥା ନାହିଁ, ଇନଭେଷ୍ଟମେଣ୍ଟ କରିଦେଇଛ କିଛି ଅସୁବିଧା ନାହିଁ, ଆର୍ନିଂ କରିପାରିବ। ଯିଏ ବି ସ୍ପନ୍ସର ଥିବ, ସ୍ପନ୍ସର ତୁମକୁ ଯାହା ବି କହୁଛନ୍ତି, ଓକେ, ସେଇ ଅନୁସାରେ ୱାର୍କ କର, ଦେନ୍ ଆର୍ନିଂ କର। ଓକେ। ଆଉ ଡେଲି ମିଟିଂ ଆଟେଣ୍ଡ କର, ଡାଉଟ ସେକ୍ସନ କ୍ଲିୟର ଆଟେଣ୍ଡ କର, ସବୁ କିଛି ଜାଣି ସାରିଲା ଆର୍ନିଂ କରିପାରିବ। ଓକେ, ଦେନ୍ ଏବେ ଆଉ କାହାର କଣ? ଓକେ ଭାଇ, ଆର୍ନିଂ କରିନ, ଅପକମିଂ ଡେଜ ରେ କରିବ, କିଛି ପ୍ରୋବ୍ଲେମ ନାହିଁ ଭାଇ, ଅପକମିଂ ଡେଜ ରେ କରିବ। ବୁଝିପାରୁନ ଭାଇ, ବୁଝିବା ପାଇଁ ତୁମ ସ୍ପନ୍ସର କୁ କୁହ। ଓକେ। ଯୋଉ ତୁମକୁ ଯୋଉ 3 ଘଣ୍ଟାର ଟ୍ରେନିଂ ସେକ୍ସନ ମିଳିଥିବ, ସେଇଥିରେ ତ ତୁମକୁ ଡିଟେଲ୍ସ ବୁଝା ହେଇଥିବ ନା। ସେଇଥିରେ ତୁମକୁ ଡିଟେଲ୍ସ କୁହାଯାଇଥିବ କଣ ଶିକ୍ଷା, କେମିତି ସେଥିରେ ଆର୍ନିଂ କରିବ, ଆଉ କେତେଟା ପ୍ୟାକେଜ ଅଛି, ଆକ୍ଟିଭ ଇନକମ ପାସିଭ ଇନକମ, ସବୁ କିଛି ତୁମକୁ ତ ସେଠି ବୁଝା ହେଇଥିବ ନା। ଭାଇ ବେସିକ ଯେ ଯୋଉମାନେ ବି ଜୁନିୟର ସିନିୟର ଯୋଉମାନେ ବି ଅଛ, ସେମାନେ ଫାଷ୍ଟ ବେସିକ ଟ୍ରେନିଂ ସେକ୍ସନ କ୍ଲିୟର କର। ବେସିକ ଟ୍ରେନିଂ ସେକ୍ସନ କ୍ଲିୟର ନ କଲେ ନା, ଟଙ୍କାଟେ ରେ ବି ଆର୍ନିଂ କରିପାରିବନି। ହେଲା, ଦେନ୍ ଏବେ ଆଉ କାହାର କଣ ଡାଉଟ୍ସ?
ଲିଡ୍स ରିଲେଟେड ଭାଇ डाउट्स मते कुह कहार कौन डाउट्स रही आउ कौन तुमको लीड्स क्वेश्चन करछंती कि भाई मोर एई क्वेश्चन टा आछी मते लीड एमती क्वेश्चन करूछंती मु तांको माने एमती माने आंसर देई पारनी बोली मोर सेल हेई पारुनी बुझिपाइल जहार भी जा डाउट्स अछि चैट सेक्शन ले कुह फटाफट मैं मु तो तुमको କହିଦେଲି ମାନେ ଯାହା ବି ମିନିମମ୍ ଅବଜେକ୍ସନ ଆସେ ଚାରି ପାଞ୍ଚଟା ମୁଁ କହିଦେଲି ଆଉ ଅବଜେକ୍ସନ ତୁମେ ନିଜେ ମତେ ଭାବିକି ଯୋଉମାନେ ବି ଯାହା ବି ଲିଡ୍ ୟାକୁ କରୁଛ ସେମାନେ ମତେ ଚାଟ୍ ସେକ୍ସନ ରେ କୁହ ଆଉ ମୁଁ ବି ଯାହା କହିଲି ଯୋଉ ଚାରି ପାଞ୍ଚଟା ଅବଜେକ୍ସନ ଓକେ ଚାରି ପାଞ୍ଚଟା ଅବଜେକ୍ସନ ଯୋଉ କହିଲି ତ ତୁମେ ସେଥିରୁ ବି ଡାଉଟ୍ସ କାଢିପାର ସେଥିରୁ ବି ମତେ କ୍ୱେଶ୍ଚନ କରିପାର ବୁଝିକି କହିବି ଟାଇମ ଦରକାର ଭାଇ ମୁଁ ତ କହିଲି ନା ସେଇଠି ତାଙ୍କର ଅର୍ଜେନ୍ସି କ୍ରିଏଟ କର ସେଇଠି ତାଙ୍କୁ ଅର୍ଜେନ୍ସି କ୍ରିଏଟ କର कि भाई तू बुझी कह मोर किसी प्रॉब्लम नाही भाई तू एटी जदि भी व्हाट्सएप न करू मोर भी किसी प्रॉब्लम नाही ସେଇଠି ତୁମେ ଆଟିट्यूड ତୁମର ଚେଞ୍ଜ କରିନିଅ କି ଏମିତି ଆଟିट्यूड କରନା ଯଦି ସେ ଲୋକ ତୁମ ସହିତ ଜଏନ ନହେଲା ବି ତ ତୁମର କିଛି ଫରକ ହିଁ ପଡିବନି ଏମିତି ହିଁ ଆଟିट्यूड କର ବୁଝିପାରୁଛ ସେଠି କୁହ କି ଭାଇ ତୁ ବି ଯଦି ମୋ ସହିତ ୱାର୍କ ଷ୍ଟାର୍ଟ ନ କରୁ ନା ତୁ ବୁଝିବୁ ଯା ମୋର କିଛି ପ୍ରୋବ୍ଲେମ ନାହିଁ ତ ସବୁ କିଛି ଡାଉଟ୍ସ ମୁଁ କ୍ଲିୟର କରିଦେଲି ତୋର ମାନେ ଯାହା ବି ଆମ ମିଟିଂ ସାଇଡ ରୁ ଯାହା ବି ଆମ କମ୍ପାନୀ ସାଇଡ ରୁ ଯାହା ବି ରହିଲା ସବୁ କିଛି କ୍ଲିୟର ହେଲୁ ତୋର ଏବେ ତୋର ବୁଝିବୁ ଯା ଭାଇ ନେକ୍ସଟ ତ କ୍ୟାରିୟର ତୋ ଉପରେ ଡିପେଣ୍ଡ କରେ ତୁ ଏବେ ତ କ୍ୟାରିୟର ବନେଇବୁ କି ତୋର ସେମ୍ ଟୁ ସେମ୍ ଏମିତି ଭିଡିଓ ପଛରେ ଲାଗିଥିବୁ ଆଇ ୱାଣ୍ଟ ମୋର ଡିଟେଲ୍ସ ଆଇ ୱାଣ୍ଟ ଇଏ ଡିଏମ କରୁଥିବୁ ୟେସ୍ को ଟାଇପ କରୁଥିବୁ ସେମିତି ଲାଗିଥିବୁ ଫାର୍ଷ୍ଟ ଟାଇମ୍ ନିଜେ ଇନକମ୍ କରିବୁ ତାପରେ ଆମେ କହିପାରିବୁ କି ଆମେ ଏମିତି ହେଇପାରିବ କି ଆମେ ଏବେ ଭିଡ଼ିଓ ଫଟୋ ଏଡିଟିଂ କରିବୁ ଦେଖ ଭିଡିଓ ଫଟୋ ଇନକମ୍ କରିପାରିବ ବଟ୍ ସେଇଟା ହଉଛି ଟାଇମିଂ ଲାଗିବ ସେଇଟା ବହୁତ ଟାଇମ ଲାଗିବ ହେଲା ଏ ଲିଡ୍ ଆଣ ମିଟିଂ କୁ ଆଣ ବୁଝିପାରିଲ ଯଦି ବି ତୁମେ ଆର୍ନିଂ କରିନାଅ ସାମ୍ନା ବାଲାକୁ କହିଦିଅ ହଁ ମୋର ଆର୍ନିଂ ହେଇନି କି ଅପକମିଂ ଡେ ରେ ଆର୍ନିଂ ହବ ପାସିଭ ଇନକମ୍ କଥା ଟିକେ କହିଦେ ରୁଦ୍ର ଭାଇ ରୁଦ୍ର ଭାଇ ମତେ ମିଟିଂ ସରିଲା ପରେ ମତେ ମେସେଜ କରିବ ମୁଁ ତୁମକୁ କହିଦେବି ନହେଲେ ତୁମର ଯିଏ ବି ସ୍ପନ୍ସର ଥିବେ ତୁମର ଯିଏ ବି ସ୍ପନ୍ସର ଥିବେ ତାଙ୍କୁ ପଚାରି ପାରିବ ଦେଖ ପୁଷ୍ପାଞ୍ଜଳି ତୁମେ ଯୋଉ କ୍ୱେଶ୍ଚନ କଲେ କି ଆର୍ନିଂ କରିବା କଥା ତୁମେ ସେଇଠି ସାମ୍ନା ବାଲା କହିଦିଅ କି ଭାଇ ମୁଁ ଏବେ ଆର୍ନିଂ କରିନାହିଁ ଅପକମିଂ ଡେଜ୍ ରେ ମୋର ବି ଆର୍ନିଂ ହବ ତ ଆମେ ସାଙ୍ଗରେ ବି ମିଶିକି ଷ୍ଟାର୍ଟ କରିବା ଯଦି ମୋ ଫ୍ରେଣ୍ଡ ହେଇଥିବ ତାକୁ ତୁମେ କହିଦିଅ କି ମୋ ସାଙ୍ଗରେ ମିଶିକି ୱାର୍କ ଷ୍ଟାର୍ଟ କରିବା ବୁଝିପାରିଲ ବଟ ଆମ ଟିମ ରେ ଏମିତି ଆର୍ନିଂ ହଉଛି ଏମିତି କୁହ ମ୍ୟାକ୍ସିମମ୍ କେତେ ସମୟ ଲାଗିପାରେ ଦେଖ ଭିଡିଓ ତୁମର ଯିଏ ବି ସ୍ପନ୍ସର ଥିବେ ତାଙ୍କୁ ପଚାରିବ କୋଉଠି ତୁମର ଏଡିଟିଂ ମାଷ୍ଟର ପ୍ୟାକେଜ ରେ ଭିଡିଓ ମିଳୁଛି ଓକେ ସେଇଠି ତୁମ ସ୍ପନ୍ସର ତୁମକୁ କହିଦେବେ ତାପରେ ତୁମେ ତୋର କମ୍ପ୍ଲିଟଲି ଦେଖି ନବ ଦେଖି ନେଲା ପରେ ତୁମେ ତୋର ସେଠି ଭିଡିଓ ଏଡିଟିଂ ଶିଖିଯିବ ଓକେ ଓକେ ରୁଦ୍ର ଭାଇ ପୁଷ୍ପାଞ୍ଜଳି ଓକେ ଦେନ୍ ଏବେ କାହାର କଣ ଡାଉଟ୍ସ ଯାହାର ବି ଯାହା ଡାଉଟ୍ସ ପ୍ରସ୍ପେକ୍ଟ ଉପରେ ଯାହାର ଯାହା ଡାଉଟ୍ସ ପଚାରି ପାର ଏବେ ବି ମିଟିଂ ରେ 32 ଜଣ ଅଛ ନ୍ୟୁ ଲିଡ୍ସ ଦେଖ ମିଟିଂ ଯୋଉଟା କି ଆୟୁଷ ସାର୍ ନଉଛନ୍ତି ଯୋଉଟା ୱେବିନାର ଆମର ଓକେ ସେ ୱେବିନାର ଟା ଡେଲି 8ଟା ବେଳେ ହଉଛି ଆଉ ସଣ୍ଡେ ରେ ସେଟା ବନ୍ଦ ହୁଏ ଓକେ ସେଟା ଆୟୁଷ ସାରଙ୍କ ଉପରେ ଡିପେଣ୍ଡ କରେ ସେଟା ସେ ସଣ୍ଡେ ରେ ବନ୍ଦ ରଖିବେ କି ନାଇଁ ନ୍ୟୁ ଲିଡ୍ସ ଯୋଉ ଦିନ ବି ଆସିବେ ତାଙ୍କୁ 8ଟା ବେଳେ ମିଟିଂ ରେ ବସେଇ ଦିଅ ତୁମକୁ ବେଶୀ କିଛି ଏକ୍ସପ୍ଲେନ କରିବା ଦରକାର ନାହିଁ ଓକେ ଆଉ କେମିତି କଣ କଥା ହବ କଣ ନାହିଁ କାଲି ତ ଆୟୁଷ ସାର୍ ମିଟିଂ ନେଇଥିଲେ ତ ସେଥିରେ ତୁମର ଡାଉଟ୍ସ କ୍ଲିୟର ହେଇଯାଇଥିବ କେମିତି କଣ ଲିଡ୍ସଙ୍କ ସହିତ କଥା ହବାର ଅଛି ଯୋଉମାନେ ଲିଡ୍ସ ଇନଷ୍ଟାରୁ ଆସୁଛନ୍ତି ହ୍ୱାଟ୍ସଆପ କୁ ତାଙ୍କୁ କେମିତି ମେସେଜ କରିବାର ଅଛି ଇନଷ୍ଟାଗ୍ରାମ ରେ ହ୍ୱାଟ୍ସଆପ ରେ ଲିଡ୍ ମାନଙ୍କୁ କେମିତି ମେସେଜ କରିବାର ଅଛି ସେଟା ବି ଆୟୁଷ ସାର୍ ତୁମକୁ କାଲି ମେସେଜ ଏ ଯୋଉ ମିଟିଂ ନଉଥିଲେ ତ ସେଟା କ୍ଲିୟର ଥିବ ଦେନ୍ ଏବେ ମତେ କୁହ ଲିଡ୍ ପାଇଁ କାହାର କାହାର ଡାଉଟ୍ସ କିଛି ଡାଉଟ୍ସ ଓକେ କ୍ଲିୟର
All clear। ଭାଇ 31 ଜଣ ଏବେ ବି ତୁମେ ମିଟିଂ ରେ ଅଛ, ତ ସମସ୍ତଙ୍କ ଡାଉଟ୍ କ୍ଲିୟର। ଏବେ ଚାର ସେକ୍ସନ ରେ କୁହ, ହାଉ ୱାଜ ଦ ମିଟିଂ, ମାନେ ମିଟିଂ କେମିତି ଲାଗିଲା। ଭେରି ନାଇସ୍, ଗୁଡ ଗୁଡ, ଭଲ, ନାଇସ୍, ଗୁଡ, ଆମେଜିଂ, ଆମେଜିଂ sir, ହାର୍ଟ ଟଚିଂ, के ବହୁତ ଭଲ, के ओके, ओके। ତ ଏବେ ମିଟିଂ କୁ ଏଇଠି ଏଣ୍ଡ କରିବା, ଯଦି ସମସ୍ତଙ୍କ ଡାଉଟ୍ କ୍ଲିୟର ହେଇଥିବ ତ ମିଟିଂ କୁ ଏଇଠି ଏଣ୍ଡ କରୁଛି। ବାକି ସମସ୍ତଙ୍କୁ ଅଲ ଦ ବେଷ୍ଟ, ଯୋଉମାନଙ୍କର ବି ଆଜି ଲିଡ୍ସ ଅଛନ୍ତି ସେମାନେ ଆଜି ୱେବିନାର କୁ ନେଇକି ଆସ। ଆଉ ଯୋଉମାନଙ୍କର ବି ଓକେ ଓକେ, ଫାଣ୍ଟାଷ୍ଟିକ ଭାଇ, ଓକେ। ଯୋଉମାନଙ୍କର ବି ଆଜି ଲିଡ୍ସ ଅଛନ୍ତି ସେମାନଙ୍କୁ ୱେବିନାର କୁ ନେଇକି ଆସ, ଆଉ ଟ୍ରାଏ କର ମ୍ୟାକ୍ସିମମ୍ ସେଲ୍ ଉଠେଇବା ପାଇଁ, ଓକେ। ଆଉ ଯୋଉମାନେ ବି ନ୍ୟୁ ସେମାନେ ନିଜ ସ୍ପନ୍ସର ଅନୁସାରେ, ସ୍ପନ୍ସରଙ୍କ କଥା ଅନୁସାରେ ୱାର୍କ କର। ଆଉ ସ୍ପନ୍ସର ଯୋଉ ଭିଡିଓ ଗୁଡା ଦଉଛନ୍ତି, ଭିଡିଓ ଦଉଛନ୍ତି ସେଗୁଡାକୁ ତୁମେ ମାନେ ଦେଖ, ଠିକ ସେ ଦେଖ। ଆଇସା ଦିଙ୍ଗଲ, ଆଇସା ଦିଙ୍ଗଲ ତୁମର ଯିଏ ସ୍ପନ୍ସର ଅଛନ୍ତି ତାଙ୍କୁ ପଚାରିବ, ସେ କହିଦେବେ, ଠିକ ଅଛି। ଆଉ ରହିଲା କିଏ ଯାହାବି ତମର ଡାଉଟ୍ସ ଯାକୁ ମାନେ କମ୍ପାନୀ ରିଲେଟେଡ, ସେଟା ତୁମ ସ୍ପନ୍ସର କଣ ପଚାରିବ କହିଦେବେ, ଓକେ। ଏଇଟା ମିଟିଂ କୁ ଏଣ୍ଡ କରୁଛି, ବାକି ଅଲ ଦ ବେଷ୍ଟ ସମସ୍ତଙ୍କୁ।